तापर आसछि एजुकेशनल इम्प्लिकेशन कौन तांकर एजुकेशनल इम्प्लिकेशन तांको थियोरी द्वारा कौन कौन हमरो एजुकेशन रे इम्प्लिकेशन करि परिबा से जिनस देछि। एजुकेशनल इम्प्लिकेशन रे देछि कि स्कूल शुड प्रोवाइड सुइटेबल एनवायरनमेंट फॉर चिल्ड्रन टू इनकलकेट मोरल वैल्यूज इन देम इन ए नेचुरल वे। ता कोन ना एरिक्सन को अनुसार चाइल्ड रो मोरल डेवलपमेंट आमे फोर्स करिके हुए नाही। आमे जदि फोर्स करिबा से फोर्सफुली जेटा हबो नाही बरं कौन ना एनवायरनमेंट माध्यम रे ही नेचुरल भाबे या डेवलप करथाय। पिलाटी देखि थाए देखिକି ଶିଖି ଥାଏ କौन ତାକୁ କରିବାର ଅଛି କୋଉଟା ତାକୁ କରିବାର ନାହିଁ। ଯଦି ବି ମୁଁ ଏଇଟା କରୁଛି ତାହେଲେ ସେଟା ହଉଛି କଣ ନା ହଉଛି ଆମ ମୋର ଯେ ଇମ୍ପୋର୍ଟାଣ୍ଟ ସମସ୍ତେ ଅଛନ୍ତି ତାଙ୍କ ପାଇଁ ଏଟା କେତେ ଲାଭଦାୟକ ହଉଛି ବା ହଉଛି ତାଙ୍କୁ କିଛି ଆଫେକ୍ଟ କରୁଛି କି ନାହିଁ। ଯଦି ମୁଁ ସୋସାଇଟିରେ ରହୁଛି ସୋସାଇଟିକୁ କିଛି ଆଫେକ୍ଟ କରୁଛି କି ନାହିଁ। ଯଦି ସୋସାଇଟିକୁ ଆଫେକ୍ଟ କରୁଛି କିନ୍ତୁ ସେଟା ମତେ ଯେହେତୁ କରିବା ପାଇଁ ହବ ତାହେଲେ ମୁଁ ସୋସାଇଟି ବିରୁଦ୍ଧରେ ବି ଯିବି ହେଲା। ନହେଲେ ଯେହେତୁ ଏଟା ଭୁଲ ବୋଲି ମୁଁ ଜାଣିଛି କିନ୍ତୁ ଯୋଉ ସିଚୁଏସନରେ ମୁଁ କରୁଛି ସେଇଟା ଠିକ ତ ସେଟା ମୁଁ କରିବି। ତ ଏଟା କଣ କରିଥାଏ ନା ହଉଛି ମୋରାଲି ଗୋଟେ ଗୋଟେ ପିଲାର ଡେଭଲପମେଣ୍ଟ ହୋଇଥାଏ ତାର ସେଟା ଖାଲି ଫୋର୍ସଫୁଲି ଆମେ ତାକୁ କରାନ୍ତିନି ଆମେ ଏନଭାରନମେଣ୍ଟ ସହିତ ପିଲାଙ୍କୁ ମିଶାନ୍ତି ଏବଂ ଏନଭାରନମେଣ୍ଟ ମାଧ୍ୟମରେ ହିଁ ସେ ନ୍ୟାଚୁରାଲି ତାର ସେ ମୋରାଲିଟିକୁ ଡେଭଲପ କରିଥାଏ ହେଲା। ତ ଆମର ସ୍କୁलରେ କଣ କଣ ନା ଯେମିତି କି ଡିସିପ୍ଲିନ ହେଲା କୋଅପରେସନ ହେଲା ଅନେଷ୍ଟି ହେଲା ରେସପେକ୍ଟ ହେଇଗଲା ସେୟାରିଂ ହେଇଗଲା ଏମିତିଆ ଏଇ ସବୁ ଯୋଉ ସବୁ ଜିନିଷ ହେଲା ଏସବୁ ମୋରାଲ ଭ୍ୟାଲୁକୁ କଣ କରିଥାଏ ନା ଡେଲି ଆକ୍ଟିଭିଟିଜ ଗ୍ରୁପ ୱାର୍କ ଗେମ୍ ଟିଚର ବିହେଭିୟର ଏସବୁ ମାଧ୍ୟମରେ ଆମେ କରିଥାନ୍ତି ଆଉ କରାଯିବା ବି ଉଚିତ ମଧ୍ୟ। ଆମେ ଯଦି ଗୋଟେ ଡିସିପ୍ଲିନ ଶିଖେଇବା ଗୋଟେ ପିଲାଟିକୁ ସେ କଣ ନା ଡିସିପ୍ଲିନ ୱେରେ ହିଁ ସେ କଣ କରିବ ନା ହଉଛି ସବୁବେଳେ ତାର ଚାଲିଚଳଣିକୁ ରଖିବ। କୋଅପରେସନ ଯଦି ଆମେ ଶିଖେଇବା କି ହଁ ଯଦି ସେ କରିପାରୁନି ତାକୁ ତୁ ଟିକେ ହେଲ୍ପ କର ହେଲା। ଆନ୍ସର ଆମର ହଉଛି କଣ ନା କରନ୍ତି କି କ୍ୱେଶ୍ଚିନ୍ ଯଦି ଆମେ ଦଉଛନ୍ତି କ୍ୱେଶ୍ଚିନ୍ ଆନ୍ସର କଲା ପରେ ଆମେ କଣ କରନ୍ତି ନା ହଉଛି ଅଦଳ ବଦଳ କରିଦିଅନ୍ତି ଖାତା କି ହଁ ୟା ଆନ୍ସର ଟା ତୁ ଦେଖ ତୋ ଆନ୍ସର ଟା ସେ ଦେଖିବ। ତ ସେଥିରେ କୋଅପରେସନ ମଧ୍ୟ ବୃଦ୍ଧି ହୁଏ ଅନେଷ୍ଟି ଫିଲିଂସ ରେସପେକ୍ଟ ହେଇଗଲା ସେୟାରିଂ ହେଇଗଲା ଏ ସବୁ ନେଚର ଆମର ମୋରାଲ ଭ୍ୟାଲୁକୁ ବଢେଇବା ପାଇଁ ଡେଲି ଆକ୍ଟିଭିଟିଜ ରୂପରେ ଆମେ କଣ କରିଥାନ୍ତି ନା ହଉଛି ସ୍କୁଲରେ କରେଇଥାନ୍ତି ବା ଟିଚର ମାନେ ଆମକୁ କରେଇଥାନ୍ତି। ଯାହା ଦ୍ୱାରା କି ଆମର କଣ ହବ ନା ପଜିଟିଭ ଏନଭାରନମେଣ୍ଟ କ୍ରିଏଟ ହବ ଆମର ପର୍ସନାଲିଟି ମଧ୍ୟ କଣ ହବ ନା ଷ୍ଟ୍ରଙ୍ଗ ହବ ଆଉ ବାଲାନ୍ସଡ ରହିବ ହେଲା। ତ ଏଇ ଜିନିଷ ଆମେ ଏଜୁକେଶନାଲ ଇମ୍ପ୍ଲିକେସନ ମାନେ ଦେଇପାରିବା ତାଙ୍କ ଥିଓରିରେ। ତାପରେ କହିଛନ୍ତି ସେକେଣ୍ଡରେ ସ୍କୁଲ ସୁଡ ବି sympathetic to problem of children especially adolescents। ତ କଣ ନା ଆଡୋଲେସେନ୍ସ ପିରିୟଡ ଯୋଉଟା ଆମର ଅଛି ଚିଲଡ୍ରେନ ମାନଙ୍କର କଣ ନା ସେଟା ହଉଛି ଗୋଟେ ଇମୋସନାଲ ଫେଜ ବା କନଫ୍ୟୁଜନ ଆଇଡେଣ୍ଟିଟି କ୍ରାଇସିସ ସେଥିରେ ଆସେ ପିୟର ପ୍ରେସର ସବୁ ଆସେ ଷ୍ଟ୍ରେସରେ ମଧ୍ୟ ସେମାନେ ସବୁ ରୁହନ୍ତି। ତ ଆମର ଏରିକ୍ସନଙ୍କ ଥିଓରି ହିସାବରେ ଏଇ ଷ୍ଟେଜରେ କଣ ନା ସିମ୍ପାଥି ଆଉ ଅଣ୍ଡରଷ୍ଟାଣ୍ଡିଂ ବହୁତ ହି ଆବଶ୍ୟକ ଥାଏ ହେଲା। ସିମ୍ପାଥି ଦେଖେଇବା କେମିତି କେମିତି କଣ ବୁଝିବା ଆଉ ଜଣଙ୍କୁ ଏସବୁ ଆଡୋଲେସେନ୍ସ ପିରିୟଡରେ ବହୁତ ହି ଦରକାର। ତ ସ୍କୁଲ ଆଉ ଟିଚର୍ସ ମାନେ କଣ ନା ଶିଶୁ ମାନଙ୍କର ପ୍ରୋବ୍ଲେମକୁ କଣ କରିବେ ନା ସିରିୟସଲି ନେବେ ହେଲା। ସିରିୟସଲି ନେବେ ଗାଳି କରିବା ବା ପନିଶ କରିବା ସେ ସବୁ ଠାରୁ ଅଧିକ କଣ ନା ଗାଇଡ କରିବା ତାଙ୍କୁ ଦରକାର। ଆମେ ତାଙ୍କୁ ଯଦି କହିବା ହେ ଏଇଟା ଯଦି ତୁ କରିବୁ ତାହେଲେ ମୁଁ ତତେ କଣ ନା ପନିଶ କରିବି ତ ସେ କଣ କରିବ ନା ହଉଛି ଜାଣିକି କିଛି ସେୟାର ହିଁ କରିବନି କାହିଁକି ନା ତା ଟିଚର କହିଲା କଣ ନା ହଉ ତାକୁ ପନିଶ କରାଯିବ ବୋଲି ତ ସେ ସେଟା ସେୟାର ହିଁ କରିବନି। ତ ସେଥିପାଇଁ ତାଙ୍କୁ କଣ କରିବା ନା ସିମ୍ପାଥି ଦେଖେଇବା ତାଙ୍କୁ ଅଣ୍ଡରଷ୍ଟାଣ୍ଡ କରିବା କି ହଁ ଏଇଟା ମୁଁ ବୁଝୁଛି ତୁ ମତେ ସେୟାର କର ମୁଁ ତତେ କିଛି ସଜେସନ ଦେଇପାରିବି କାଳେ। ତ ସେଥିପାଇଁ ଗୋଟେ ଟିଚର ସବୁବେଳେ ଗୋଟେ ଷ୍ଟୁଡେଣ୍ଟର କଣ ନା ଫ୍ରେଣ୍ଡ ହବା ଦରକାର ଗୋଟେ ଗାଇଡ ହବା ଦରକାର ଗୋଟେ କଣ ପ୍ୟାରେଣ୍ଟସ ଯେମିତି ତାକୁ ଗାଇଡ କରେ ଗୋଟେ ଛୁଆଟିକୁ ତ ସେମିତି ହବା ଦରକାର। ଯାହା ଫଳରେ କି କଣ ନା ଆଡୋଲେସେନ୍ସ ପିରିୟଡରେ ସେମାନେ ଯଦି କୌଣସି ପ୍ରକାର ଇମୋସନାଲି ଅଛନ୍ତି ଇମୋସନାଲ ଫେଜରେ ଅଛନ୍ତି କିଛି ଜିନିଷକୁ ନେଇକି କନଫ୍ୟୁଜନ ଅଛନ୍ତି କୌଣସି ପ୍ରକାର ଚିହ୍ନିବା ପାଇଁ କିଛି କ୍ରାଇସିସ ଦେଖାଯାଉଛି ତାଙ୍କୁ କି କୌଣସି ପ୍ରକାର ପିୟର ମାନଙ୍କର ପ୍ରେସର ଅଛି କି କିଛି ବି ଷ୍ଟ୍ରେସରେ ରହୁଛନ୍ତି ସେମାନେ ତ ସେଟା ହଉଛି କଣ ନା ଦୂର ହେଇପାରିବ ଯଦି ସ୍କୁଲ ଆଉ ଟିଚର୍ସ ମାନଙ୍କର ବିହେଭିୟର ଭଲ ହବ ଆମ ପ୍ରତି। ଯଦି ଆମକୁ ସେ
ଗୋଟେ ଫ୍ରେଣ୍ଡ ଭଳିଆ ବିହେଭିୟର ଦେଖେଇବେ। ଯଦି ଫ୍ରେଣ୍ଡ ଭଳିଆ ଆମ ସହିତ ମିଶିବେ, ମିଶିକି ଆମକୁ କଣ କରିବେ ନା ଆମର ଅଣ୍ଡରଷ୍ଟାଣ୍ଡିଙ୍ଗ କୁ ଡେଭଲପ କରାଇ ପାରିବେ ଆଉ ସିମ୍ପାଥି ଦେଖେଇ ପାରିବେ ହେଲା। ତ ଏଟା ମଧ୍ୟ ଗୋଟେ ଏଜୁକେଶନାଲ ଇମ୍ପ୍ଲିକେସନ ହେଇପାରିବ ତାଙ୍କ ଥିଓରି ଦ୍ଵାରା। 3 ନମ୍ବରରେ କହିଛି କି ଆରେଞ୍ଜମେଣ୍ଟ ସୁଡ ବି ପ୍ରୋଭାଇଡ ଫର ହେଲ୍ଦି ସେକ୍ସ ଏଜୁକେସନ। ତ ଆଡୋଲେସେନ୍ସ ଷ୍ଟେଜରେ ଆମର କଣ ନା ଫିଜିକାଲ ଆଉ ଇମୋସନାଲ ଚେଞ୍ଜ ଆସିଥାଏ ହେଲା। ଆଡୋଲେସେନ୍ସ ଷ୍ଟେଜରେ ଆମର ଫିଜିକାଲି ଆମର କିଛିଟା ଚେଞ୍ଜେସ ହୁଏ, ଯୋଉଟା ଇମୋସନାଲି ମଧ୍ୟ କିଛିଟା ଚେଞ୍ଜେସ ଆସିଥାଏ, ଯାହା ସମ୍ପର୍କରେ କି ଆମର କଣ ନା ରାଇଟ ଇନଫର୍ମେସନ ମିଳିବା ଦରକାର ହେଲା। ଯଦି ଆମକୁ ରାଇଟ ଇନଫର୍ମେସନ ମିଳିବନି ତାହେଲେ ଆମେ କଣ କରିବା ନା କନଫ୍ୟୁଜ ହବା ହେଲା। କନଫ୍ୟୁଜନ ଆସିଯାଇଥାଏ, ଆମର ଫିଅର ର ଡେଭଲପମେଣ୍ଟ ହେଇଯାଇଥାଏ, ମାନେ ଆମେ ଡରି ଥାଉ ସବୁବେଳେ। ତ ସେଥିପାଇଁ ସ୍କୁଲରେ ହିଁ ହେଲ୍ଦି ସେକ୍ସ ଏଜୁକେସନ ପ୍ରପର ଆରେଞ୍ଜମେଣ୍ଟ ହେବା ଦରକାର। ଏସବୁ ଜିନିଷ ପିଲାମାନଙ୍କୁ ଶିଖାଇବା ଆବଶ୍ୟକ, ଯାହା ଫଳରେ କି ଆଗକୁ ଯାଇକି ସେ କୌଣସି ପ୍ରକାରର ବି ଖରାପ ଇଏର ଶିକାର ନ ହେବେ। ତ ସେଥିପାଇଁ ଯେମିତି କି ବହୁତ ସାରା ପିଲାମାନେ କଣ କରନ୍ତି ନା ହଉଛି ସାଏ ନେଚର ଥାଆନ୍ତି, ଯୋଉମାନେ ଭାବନ୍ତି କି ନାଇଁ ଏସବୁ ଜିନିଷ କଣ ଏଠି ପଢା ଯାଉଛି, ଏସବୁ କଣ, ତ ସେ ସବୁ ସେମାନେ ବୁଝନ୍ତିନି। କିନ୍ତୁ ଆକ୍ଚୁଆଲି ଦେଖିବା ପାଇଁ ଗଲେ ଗୋଟେ ଏମିତିଆ ଏନଭାରନମେଣ୍ଟ କ୍ରିଏଟ କରିବା ଦରକାର ଗୋଟେ ସ୍କୁଲରେ, ଯେମିତି କି ହେଲ୍ଦି ସେକ୍ସ ଏଜୁକେସନ ପ୍ରୋଭାଇଡ କରିବା ଦରକାର ସବୁ ପିଲାଙ୍କୁ, ଯାହା ଫଳରେ କି କଣ ନା ସେ ହଉଛି କିଛି ବି କନଫ୍ୟୁଜନ ହେବେନି ଆଗକୁ, ଆଉ କୌଣସି ପ୍ରକାରର ଫିଅର ବି ରଖିବେନି ମନରେ ହେଲା। ତ ଏଟା ମଧ୍ୟ ଆମର ହଉଛି କଣ ନା ହଉଛି ଗୋଟେ ପ୍ରକାରର ଏଜୁକେସନ ଯାହାକି ଆମର ଏଇ ଥିଓରି ଦଉଛି ହେଲା। ଏହା ଫଳରେ ଆମେ କରିପାରିବା। ଓକେ, ତ ଆମର ଏଇଠୁ ହିଁ ସରିଗଲା ଆମର ହଉଛି କଣ ନା ଥିଓରିର ପୁରା ଷ୍ଟେଜେସ୍ ସରିଥିଲା କାଲି। ଆଜି ଏଜୁକେସନାଲ ଇମ୍ପ୍ଲିକେସନ ବି ସରିଗଲା। ତ କୋହଲବର୍ଗର ଥିଓରି ଏଇଠୁ ହିଁ ସମାପ୍ତ। ତାପରେ ଏବେ ଆସିବ ଫ୍ରୁଏଡ। ଆଚ୍ଛା, ଏତିକି ଯାଏଁ ବୁଝିହେଲା? Yes, ma'am. Yes, ma'am. ତାପରେ ଆଉ ଗୋଟେ ଥିଓରି ଆସିଲା, ଥିଓରି ଅଫ ସାଇକୋସେକ୍ସୁଆଲ ଡେଭଲପମେଣ୍ଟ ପିରିୟଡ। ତ କଣ ଗୋଟେ ସାଇକୋସେକ୍ସୁଆଲ ଡେଭଲପମେଣ୍ଟ ଅଛି, ଯୋଉଟା କି ଆମେ ହଉଛି ସାଇକୋସୋସିଆଲ ଡେଭଲପମେଣ୍ଟ ଗୋଟେ କହୁଥିଲେ, ଆଉ ଏଇଟା ହଉଛି ଆମର ସାଇକୋସେକ୍ସୁଆଲ ଡେଭଲପମେଣ୍ଟ। ଆଚ୍ଛା, ମତେ କହିଲ ସାଇକୋସୋସିଆଲ ଡେଭଲପମେଣ୍ଟ କିଏ ଦେଇଥିଲେ? Erickson. ଭେରି ଗୁଡ, ଏରିକ ଏରିକସନ ଆମର ଦେଇଥିଲେ ସାଇକୋସୋସିଆଲ, କିନ୍ତୁ ଫ୍ରୁଏଡ ଆମର ଦେଇଛନ୍ତି ସାଇକୋସେକ୍ସୁଆଲ ଡେଭଲପମେଣ୍ଟ। ଏଥିରେ ଦେଇଛି କଣ ଲେଖିଛି, ସିଗମଣ୍ଡ ଫ୍ରୁଏଡ ୱାଜ ଏ Austrian neurologist and founder of psychoanalysis theory, which are clinical method to treat psychopathology or mental illness ହେଲା। ତ କଣ କହୁଛନ୍ତି ନା ସିଗମଣ୍ଡ ଫ୍ରୁଏଡ ଯେ ଥିଲେ ଜଣେ ଅଷ୍ଟ୍ରେଲିଆନ ନା କଣ ନା ନ୍ୟୁରୋଲୋଜିଷ୍ଟ ଥିଲେ। ସେମାନେ ସବୁ ସାଇକୋଲୋଜିଷ୍ଟ ବିଷୟରେ ଆମେ ତାଙ୍କୁ ପଢୁଛନ୍ତି କି ସେ ସାଇକୋଲୋଜିଷ୍ଟ ଥିଲେ ବୋଲି, ଇଏ ଗୋଟେ ଥିଲେ କଣ ନା ନ୍ୟୁରୋଲୋଜିଷ୍ଟ ଥିଲେ ହେଲା। ନ୍ୟୁରୋ ବିଷୟରେ ବେଶୀ ତାଙ୍କର ଅଭିଜ୍ଞତା ଥିଲା। ଆଉ ଅଷ୍ଟ୍ରେଲିଆନ ଗୋଟେ ସାଇକୋଲୋଜିଷ୍ଟ ଥିଲେ, ଯିଏକି ଅଷ୍ଟ୍ରେଲିଆରେ ତାଙ୍କର ଜନ୍ମ ହେଲା, ସେଠି ହିଁ ସେ ଥିଲେ। ତ ସାଇକୋ ଆନାଲିସିସ ଥିଓରିର ଫାଉଣ୍ଡର ବୋଲି ବି ୟାକୁ କୁହାଯାଏ। କାହାକୁ? ସିଗମଣ୍ଡ ଫ୍ରୁଏଡକୁ ସାଇକୋ ଆନାଲିସିସର ଫାଉଣ୍ଡର ବୋଲି କୁହାଯାଏ, ଯାହା ଗୋଟିଏ କଣ ନା କ୍ଲିନିକାଲ ମେଥଡ ଭାବରେ ସାଇକୋପାଥୋଲୋଜି କିମ୍ବା ମେଣ୍ଟାଲ ଇଲନେସ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ। କୌଣସି ପ୍ରକାର ମେଣ୍ଟାଲ ଇଲନେସ ହେଇଗଲା, ମାନେ ମନର କିଛି ଗୋଟେ ଯଦି ଖରାପ ଅଛି, ତ ସେଇ ହେତୁକୁ ନେଇକି ଆମେ କଣ କରନ୍ତି ସାଇକୋପାଥୋଲୋଜି କଣ କରିଥାନ୍ତି ନା ହଉଛି ଦେଖିଥାନ୍ତି ବା ତା ସମ୍ବନ୍ଧରେ କିଛି ଜାଣିଥାନ୍ତି। ଏଇଟା ହଉଛି ଗୋଟେ କ୍ଲିନିକାଲ ମେଥଡ, ଯାହା ଦ୍ୱାରା କି କଣ ଯୋଉମାନଙ୍କର ମେଣ୍ଟାଲ ଇଲନେସ ହେଇଥାଏ ସେମାନେ ସବୁ ଚିକିତ୍ସା ହେଇପାରିଥାନ୍ତି ବା ତା ପାଇଁ ବ୍ୟବହାର ହୋଇଥାଏ। ତ ଫ୍ରୁଏଡ ମନେ କରୁଥିଲେ ଯେ ମାନବ ମନର ହେଲା, ଯୋଉ ମନୁଷ୍ୟ ମାନଙ୍କର ମନର କନସିୟସ ପାର୍ଟ ଭିତରେ ଥିବା ଡିଜାୟାର ସବୁ, ଯେ ସବୁ ସରି ଅନକନସିୟସ ପାର୍ଟ ଭିତରେ ଥିବା ଯୋଉ ସବୁ ଡିଜାୟାର ହେଲା, ଯାହା ସବୁ କି ଇଚ୍ଛା, ତାଙ୍କର ହଉଛି କନଫ୍ଲିକ୍ଟସ ହେଲା, କନଫ୍ଲିକ୍ଟସ ଆଉ କଣ ନା ଚାଇଲ୍ଡହୁଡ ଏକ୍ସପିରିଏନ୍ସ ସବୁ ମାନସିକ ସମସ୍ୟାର ମୂଳ କାରଣ। ଯୋଉ ମାନସିକ ସମସ୍ୟା ଦେଖାଯାଉଛି, ମେଣ୍ଟାଲ ଇଲନେସ ଯୋଉ ସବୁ ଦେଖା ଦଉଛି, ସେଟାର କାରଣ ସବୁ କିଏ ସେ ନା ଅନକନସିୟସ ପାର୍ଟ ଭିତରେ ଥିବା ଆମର ଡିଜାୟାର୍ସ, କନଫ୍ଲିକ୍ଟସ ଆଉ ଚାଇଲ୍ଡହୁଡର ଏକ୍ସପିରିଏନ୍ସେସ୍। ଏସବୁ ହଉଛି ଆମର ମାନସିକ ସମସ୍ୟାର ମୂଳ କାରଣ। କିଏ କହୁଛନ୍ତି ନା ସିଗମଣ୍ଡ ଫ୍ରୁଏଡ କହୁଛନ୍ତି ହେଲା। ଆଚ୍ଛା,
ତାପରେ ସେ କଣ କହିଛନ୍ତି ନା this theory is basis on the personality formed by psychologists according to their own line of thought। ତ କଣ ସେ କହିଛନ୍ତି ଦେଖିବା ନା ସେ କହୁଛନ୍ତି କି ଫ୍ରୁଏଡଙ୍କ ସାଇକୋସେକ୍ସୁଆଲ ଡେଭଲପମେଣ୍ଟ ଥିଓରି ଅନୁସାରେ ଯଦି ଦେଖିବା ପର୍ସନାଲିଟି ଡେଭଲପମେଣ୍ଟ ଚାଇଲ୍ଡହୁଡରେ ଘଟୁଥିବା ଏକ୍ସପିରିଏନ୍ସ ଉପରେ ହିଁ ନିର୍ଭର କରିଥାଏ ହେଲା। ଯାହା ସବୁ ପର୍ସନାଲିଟିର ଡେଭଲପମେଣ୍ଟ ହେଇଥାଏ ସେ ସବୁ ଯାକ ଚାଇଲ୍ଡହୁଡରେ ଯାହା ଯାହା ସବୁ ଘଟେ ତାଙ୍କର ଏକ୍ସପିରିଏନ୍ସ ଉପରେ ହିଁ ଏହା କଣ ନା ଡିପେଣ୍ଡ। ତ ଏଇ ଥିଓରି କଣ ନା ଫ୍ରୁଏଡଙ୍କର ନିଜ ଲାଇନ ଅଫ ଥଟ୍ ନିଜେ ଗୋଟେ କ୍ଲିନିକାଲ ଅବଜରଭେସନ ଉପରେ ହିଁ ଆଧାରିତ। ସିଏ ନିଜେ କ୍ଲିନିକାଲ ଅବଜରଭେସନ କରିକି ଏଇ ଥିଓରିକୁ ଡେଭଲପ କରିଛନ୍ତି ହେଲା। ତ ସେପରେ କହିଛି କି ଫ୍ରୁଏଡ ଷ୍ଟ୍ରକ୍ଚର ଅଫ ପର୍ସନାଲିଟି। ଫ୍ରୁଏଡଙ୍କର 3ଟି ଷ୍ଟ୍ରକ୍ଚର ସେ ଦେଇଛନ୍ତି, ଗୋଟେ ଷ୍ଟ୍ରକ୍ଚର ଦେଇଛନ୍ତି ଯୋଉଥିରେ କି 3ଟା ଜିନିଷ ଆଡ କରିଛନ୍ତି ଯୋଉଟା କି ପର୍ସନାଲିଟି ଉପରେ ପୁରାପୁରି ଆଧାରିତ ଅଛି। କଣ ନା ଫ୍ରୁଏଡ ଷ୍ଟ୍ରକ୍ଚର ଅଫ ପର୍ସନାଲିଟି ସୁପର ଇଗୋ, ଗୋଟେ ହଉଛି ଇଗୋ ଆଉ ଗୋଟେ ହଉଛି ଆଇଡି ଯୋଉଟା କି ଇଡ୍ ବୋଲି ଆମେ କହୁଛନ୍ତି ହେଲା, ଇଡ୍ ବୋଲି କହୁଛନ୍ତି। ତ ଫ୍ରୁଏଡ ଷ୍ଟ୍ରକ୍ଚର ଅଫ ପର୍ସନାଲିଟି ଅନୁସାରେ ଆମର ମନୁଷ୍ୟର ପର୍ସନାଲିଟି 3ଟି ପାର୍ଟରେ ଡିଭାଇଡ ହେଇଛି ହେଲା, ଆଇଡି, ଇଗୋ, ସୁପର ଇଗୋ। ଇଗୋ ହଉଛି କଣ ନା ଇଗୋ ହଉଛି ପର୍ସନାଲିଟିର ରେସନାଲ ବା ହଉଛି ଗୋଟେ କଣ ପ୍ରାକ୍ଟିକାଲ ପାର୍ଟଟା ହେଲା। ଇଗୋଟା ହଉଛି ଆମର କଣ ନା ପ୍ରାକ୍ଟିକାଲ ପାର୍ଟ। ସୁପର ଇଗୋ କଣ ଆମର ନା ସୁପର ଇଗୋ ଯଦି ଆମେ କହିବା ସେଟା ହଉଛି କଣ ମୋରାଲ ପାର୍ଟ ହେଲା, ପର୍ସନାଲିଟିର ଗୋଟେ ମୋରାଲ ପାର୍ଟରେ ଯିବ ସୁପର ଇଗୋ। ଆଉ ଆଇଟି କଣ ନା ଆଇଟି ହଉଛି ଆମର ପର୍ସନାଲିଟିର ସବୁଠାରୁ କଣ ନା ପ୍ରାଇମେରୀ ପାର୍ଟ ବା ବେସିକ ପାର୍ଟ ବୋଲି ଆମେ କହିପାରିବା ହେଲା। ତ ଗୋଟେ ଗୋଟେ କରିକି ଦେଖିବା। ସେ ଦେଖିଛି ଆଇଟି ଯୋଉଟା ଦେଇଛି ହେଲା, ଦେଖିବା ଏଥିରେ ବେଶୀ କିଛି ଦେଇଛି ନା ଦେଇନି। ହଁ ହଁ ଆଗକୁ ଦେଇଛି ହେଲା, ଆଗକୁ ଦେଇଛି। ତାପରେ ହଁ ଏଟା ଖାଲି ଏତିକି ଜାଣିଥାଅ ଆଇଡି ହଉଛି ଆମର କଣ ଗୋଟେ ବେସିକ ପାର୍ଟ ବା ପ୍ରାଇମେରୀ ପାର୍ଟ ବୋଲି ଆମେ ବୁଝୁଛନ୍ତି। ଇଗୋ ହଉଛି ଆମର କଣ ନା ଯୋଉଟା କି ପ୍ରାକ୍ଟିକାଲ ପାର୍ଟଟା ଯୋଉଥିରେ କି ଆମେ କଣ ନା ନଲେଜ ଥାଏ ବା ଆମେ କିଛି ଜିନିଷ ବୁଝିଥାଉ। ଆଉ ଆଇଡିରେ କଣ କରିଥାଉ ନା କିଛି ବି ବୁଝୁନା, କିଛି ବି ଆମେ ବୁଝୁନା ସେଥିରେ, ଆମକୁ ଏଇଟା ଦରକାର ମାନେ ଦରକାର। କିନ୍ତୁ ଇଗୋ ଯେତେବେଳେ ଆସୁଛି ସେତେବେଳେ କଣ ନା କିଛି ଜିନିଷ ବୁଝୁଛୁ, ଆମେ ନଲେଜ ଏଥିରେ ଆସୁଛି। ଯେତେବେଳେ ସୁପର ଇଗୋ ଆସୁଛି ସେଥିରେ ସବୁ ରୁଲ ଆଣ୍ଡ ରେଗୁଲେସନ ଆଡକୁ ସବୁ ଯାଉଛି, ମୋରାଲ ପାର୍ଟ ଯୋଉଟା କି ମନ ଭିତରୁ ଆମେ ମୋରାଲି ଭାବିଥାଉ, ନୈତିକତା ଭାବରେ ଭାବିଥାଉ ହେଲା। ଏବେ ଦେଖିବା ଲେଖିଛି କି ସିଗମଣ୍ଡ ଫ୍ରୁଏଡ ଡିଭିଜନ ଅଫ ମାଇଣ୍ଡ, ମାଇଣ୍ଡକୁ ଡିଭିଜନ କରିଛନ୍ତି। କଣ ଅଛି ନା ଲେଖିଛି ଯଦି ଆମେ ଦେଖିବା ତ ସିଗମଣ୍ଡ ଫ୍ରୁଏଡ ହଉଛି କଣ ଆମ ମାଇଣ୍ଡକୁ କଣ ନା ହଉଛି ଗୋଟେ 3ଟା ଲେବଲ ଇଏରେ ଡିଭାଇଡ କରିଛନ୍ତି। ଗୋଟେ ହଉଛି ଆମର କଣ ନା ହଉଛି କନସିୟସ ମାଇଣ୍ଡ ହେଲା, ଆଉ ଗୋଟେ କହିଛନ୍ତି ସବକନସିୟସ ମାଇଣ୍ଡ, ଆଉ ଗୋଟେ ହେଲା ଅନକନସିୟସ ମାଇଣ୍ଡ ହେଲା। ସେଇଟା ହିଁ ଲେଖା ହେଇଛି କି ସାଇକୋଆନାଲିସିସ୍ ମିନ୍ସ ମାଇଣ୍ଡ ଆଣ୍ଡ ବଡି ଆର୍ ଇଣ୍ଟିଗ୍ରେଟେଡ ଆଣ୍ଡ ଆକ୍ଟ ଫର ଇଚ୍ ଅଦର, ମାଇଣ୍ଡ ଫଙ୍କସନ୍ସ ଆଟ୍ 3 ଲେଭଲ୍ସ। ତ ଆମର କଣ ନା ହଉଛି ଟୋପୋଗ୍ରାଫିକ ଆସ୍ପେକ୍ଟ ହିସାବରେ ଯଦି ଆମେ ଦେଖିବା ତାହେଲେ ଆମର ସାଇକୋ ଆନାଲିସିସ୍ କହୁଛି କଣ ନା ହଉଛି ମାଇଣ୍ଡ ଆଉ ବଡି ପରସ୍ପର ସହିତ କଣ ନା ଇଣ୍ଟର ରିଲେଟେଡ, ସବୁବେଳେ ଏକାଠି ହିଁ ସେମାନେ କାମ କରିଥାନ୍ତି। ଯଦି ମାଇଣ୍ଡ କିଛି ମାନେ ମାଇଣ୍ଡ କିଛି ଗୋଟେ ବତଉଛି କରିବା ପାଇଁ ତ ବଡି ସାଙ୍ଗେ ସାଙ୍ଗେ କଣ କରୁଛି ନା ଆକ୍ସନ ନଉଛି ହେଲା। ତ ସେଥିପାଇଁ ମାଇଣ୍ଡ ଆଉ ବଡି ଏକା ସମୟରେ ହିଁ କାମ କରିଥାନ୍ତି, ସେ 2 ଜଣ ଯାକ ଇଣ୍ଟର ରିଲେଟେଡ ବୋଲି କୁହାଯାଉଛି। ତ ମନୁଷ୍ୟ ମନ କେବଳ ଗୋଟେ ଲେବୁଲରେ କାମ କରେ ତାହା ନୁହେଁ, କେବେ ବି ଗୋଟେ ଲେବୁଲରେ ତାହା କାମ କରେ ନାହିଁ, ବରଂ ସେଟା କଣ ନା 3ଟି ଲେବୁଲ ଦେଇକି ଗତି କରିଥାଏ ବା 3ଟି ଲେବୁଲରେ ସେ ଫଙ୍କସନ କରିଥାଏ ବା କାର୍ଯ୍ୟ କରିଥାଏ। ତ କଣ ଫାର୍ଷ୍ଟ ଲେବୁଲରେ ସେ କହିଛନ୍ତି କନସିୟସ ହେଲା, କନସିୟସ କଣ ଲେଖିଲା କି କନସିୟସ ହଉଛି ଆୱାର ଅଫ ମେଣ୍ଟାଲ ପ୍ରୋସେସ। କନସିୟସ ଲେବୁଲରେ ଆମେ କଣ କରିଥାନ୍ତି ନା ନିଜ ମେଣ୍ଟାଲ ପ୍ରୋସେସ ବିଷୟରେ ହିଁ ଆୱାର ଥାନ୍ତି ହେଲା, ଆୱାର ଥାନ୍ତି ମେଣ୍ଟାଲ ପ୍ରୋସେସ ବିଷୟରେ। ଯେପରି ଆମେ କଣ ନା ଏବେ କଣ ଭାବୁଛୁ, କଣ ଦେଖୁଛୁ, କଣ ଅନୁଭବ କରୁଛୁ ହେଲା, ଏସବୁ କଣ ଥାଏ ନା କନସିୟସ ମାଇଣ୍ଡର ଗୋଟେ ଗୋଟେ ଅଂଶ। ଏଠି ଆମେ କଣ ନା ଆୱାରନେସ ଟା ପ୍ରେଜେଣ୍ଟ ଅଛି, ଆମେ କଣ କରୁଛୁ କଣ ନାହିଁ ସବୁ ଜିନିଷ ବୁଝିପାରୁଛୁ, ଜାଣିପାରୁଛୁ। ତ ସେଥିପାଇଁ ସେ କହୁଛି କି ଆୱାର ଅଫ ମେଣ୍ଟାଲ ପ୍ରୋସେସ କଣ ଏବେ ଚାଲୁଛି, ମେଣ୍ଟାଲଟା ବା ଆମ ମାଇଣ୍ଡଟା କଣ ଏବେ ପ୍ରୋସେସିଂ କରୁଛି, କଣ ଭାବୁଛି ଏବେ, କଣ କରୁଛି ଏବେ ହେଲା, କଣ ଗୋଟେ ଅନୁଭବ କରୁଛି, କଣ ଗୋଟେ ଦେଖୁଛି। ତ ଏ ସବୁ ହଉଛି କନସିୟସ ର ପାର୍ଟ। ଆୱାର ଥାଏ ସିଏ କଣ କରୁଛି କଣ ନାହିଁ, ଏଥିରେ ଆୱାର ଥାଏ ହେଲା। ସବକନସିୟସ କଣ କହୁଛି ନା ସବକନସିୟସରେ କହିଲା କି certain time mental process is not conscious, after that we are aware of them if we try to recall them।
ତ କଣ ସେ କହିଲା ନା ସବକନସିୟस ମାଇंड जोटा ताको हमें प्री कॉन्शियस बोली भी कहिथांती हैला एटा मन रखिबो तो सबकनसियस जहा प्री कॉन्शियस सेया कॉन्शियस रो माने पूर्व कथा कुहाउछ एटा लेवल रे ए जो प्री कॉन्शियस लेवल रे म्यूट करो के म्यूट करना ହେଲା ତ ସବକନସିୟସ ଯାହା ପ୍ରିକନସିୟସ ସେୟା ପ୍ରିକନସିୟସ ଲେବଲ ରେ ସେଇ ସବୁ ମେଣ୍ଟାଲ ପ୍ରୋସେସେସ ସବୁ ଥାଏ ଯାହା ସବୁବେଳେ କନସିୟସ ରେ ନଥାଏ କିନ୍ତୁ ଚାହିଁଲେ ଆମେ ମନେ ପକେଇ ପାରିବା ହେଲା କଣ ସେ କହୁଛି ନା ହଉଛି ଆମର ଯୋଉ ମେଣ୍ଟାଲ ପ୍ରୋସେସ ସବୁ ଯୋଉ ଅଛି ଆମର କନସିୟସ ରେ କଣ କହିଲା ମେଣ୍ଟାଲ ପ୍ରୋସେସ ଯାହା ସବୁ ଅଛି ସେଥିରେ ଆମେ ଆୱାର ଥାଉ କଣ ସବୁ ମେଣ୍ଟାଲ ମାନେ ମୁଣ୍ଡରେ କଣ ଚାଲିଛି କଣ କରୁଛୁ କଣ ନାହିଁ କଣ ଭାବୁଛୁ କଣ ଦେଖୁଛୁ ଏସବୁ ଜିନିଷରେ ଆମେ ଯଦି ଆୱାର ଅଛନ୍ତି ତାହେଲେ ସେଟା ହଉଛି କନସିୟସ ଯଦି ଆମର ସବକନସିୟସ କୁ ଆସୁଛି ଏଇଥିରେ କଣ ନା ମେଣ୍ଟାଲ ପ୍ରୋସେସ କଣ ନା ହଉଛି ସବୁବେଳେ କନସିୟସ ରେ ସବୁବେଳେ ନଥିବ ହେଲା କନସିୟସ ରେ ସିନା ନଥାଏ କିନ୍ତୁ ଯଦି ଆମେ ଚାହିଁବା କି ହଁ ଆମେ ଟିକେ ରିକଲ କରିବା ଦେଖିବା ତ ରିକଲ କରିବା ଯଦି ଆମେ ସେଟାକୁ ମନେ ପକେଇ ପାରିବା ଯେମିତି କି ବହୁତ ସାରା ଜିନିଷ ମୁଭମେଣ୍ଟ ସବୁ ଥାଏ କେତେ କେତେ ମୁଭମେଣ୍ଟ ଥାଏ ଆମେ କଣ ନା ହଉଛି ହଠାତ୍ ଯେତେବେଳେ ପଚାରିଦେବା ଆରେ ତୁ ତୋର ମନେ ଅଛି ନା ତୁ ଛୋଟବେଳେ ଏଇଟା କରୁଥିଲୁ ସେ କହିବ କି ମୁଁ କରୁଥିଲି ଭାବିବ ସେଠୁ ଭାବି ଭାବି ପୁଣି ମନେ ପକେଇବ ଏଇଟା ହଁ 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 ମୁଁ ମନେ ପଡିଲା ମୁଁ ଏଇଟା କରୁଥିଲି ବୋଲି ହେଲା ତ ସେ କହିବ ତୁ ଯାଇକି ତାଙ୍କ ବାଡିରୁ ଆମ୍ବ ତୋଳିକି ଆଣୁଥିଲୁ ଆଣିକି ସମସ୍ତଙ୍କୁ ଏମିତି ଦଉଥିଲୁ ହେଲା କି ହଉଛି ଯଦି ତୋ ଠାରୁ ମାନେ ତୁ ସେମିତି ଦବୁ ତ ଦବୁ ତୋ ଠାରୁ ଯଦି ଆମେ ଛଡେଇକି ନଉଥିଲୁ ତ ମାରୁଥିଲୁ ତ ଏମିତି ଟାଇପରେ ତାକୁ ଆମେ ମନେ ପକଉଛନ୍ତି ତ ସିଏ କହିବା କି ଆରେ ନା ତ ମୁଁ ତ ଏମିତି କରିନି ତାପରେ ସେ ଭାବିବ କି ହଁ ମୁଁ ଏଇଟା କରିଥିଲି କି ଯଦି ଭାବୁଛି ରିକଲ କରିବା ପାଇଁ ଚାହୁଁଛି ତାହେଲେ ତାର ମନେ ପଡିଯିବ ତ ଏସବୁ ଜିନିଷ ସବୁବେଳେ ସେ ଜିନିଷଟା ଆୱାର ନଥାଏ ବେଳେ ବେଳେ ଆମକୁ କଣ ରିକଲ କରିବା ପାଇଁ ପଡେ ଯଦି ଆମେ ରିକଲ କରୁଛନ୍ତି ସେଟା ଆମର ସବକନସିୟସ ମାଇଣ୍ଡରେ ଅଛି ଯୋଉଟା କି ଆମେ ରିକଲ କଲେ ସେଟା ପୁଣି ମନେ ପଡିପାରିବ ହେଲା ଟ୍ରାଏ କଲେ ତାହା ରିକଲ ହେଇପାରିବ ଯେପରି ଆମେ କାଲି କଣ ଖାଇଥିଲୁ ସାଙ୍ଗେ ସାଙ୍ଗେ ତମେ କହିଦବ କି କାଲି କଣ ଖାଇଥିଲୁ କହିଲୁ ତମେ ଭାବିବ କି ହଁ କାଲି କଣ ହେଇଥିଲା ଏମିତି ଜିନିଷ ସବୁ ହେଇଥିଲା ହେଲା ତମକୁ ସ୍କୁଲ ନାଁ ପଚରା ହଉଛି ତମେ କଣ ଜାଣିନ ତମ ସ୍କୁଲ ନାଁ କଣ କିନ୍ତୁ ତଥାପି କଣ ଗୋଟେ ଛୋଟ ପିଲାଙ୍କୁ ପଚାରିଲେ ସେ କଣ ଭାବେ ହଁ ମୋ ସ୍କୁଲ ନାଁ ଟା କଣ ତ ଏଇଟା ହେଲା ତାକୁ ଆମେ କୁହନ୍ତି ଆରେ କହିଲୁ A4 ଟା କଣ ସେ ସେଠୁ ଭାବିବ କଣ A4 କହିଥିଲା ମାମା ଏମିତି ମନେ ପକେଇବ ତାକୁ ଖାଲି ଟିକେ ହିଣ୍ଟ ଦେବା ସେ କହିଦେବା ଆପଲ ହେଲା ତ କଣ ସେ ହଉଛି ଗୋଟେ ସବକନସିୟସ ମାଇଣ୍ଡ ସେଟା ଥାଏ ଯୋଉଟା କି ରିକଲ କଲେ ତାକୁ ମନେ ପଡିଯାଏ ତ ଫ୍ରେଣ୍ଡସ ର ନାଁ କଣ ତ ସ୍କୁଲ ର ନାଁ କଣ ହେଲା ତ ସବୁ ଯାକ ସବକନସିୟସ ମାଇଣ୍ଡରେ ଥାଏ ଯୋଉଟା କି ପ୍ରିକନସିୟସ ମାଇଣ୍ଡରେ ଥାଏ ଆମେ ଯଦି ରିକଲ କରୁଛୁ ଟ୍ରାଏ କରୁଛୁ ରିକଲ କରିବା ପାଇଁ ଦେନ୍ ସେଟା ମନେ ପଡିଯାଏ ହେଲା ତାପରେ ଦେଲା ଅନକନସିୟସ ମାଇଣ୍ଡରେ କଣ ଦେଲା ନା ନଟ୍ ଆୱାର ଅଫ ମେଣ୍ଟାଲ ପ୍ରୋସେସ ଦିସ୍ ଥିଓରି गिव्स ଗ୍ରେଟ୍ ଷ୍ଟ୍ରେସ୍ ଅନ୍ ଦ ଅନକନସିୟସ ଲେଭେଲ ଅଫ ଆୱାର ମାଇଣ୍ଡ ତ ୟା କଥା କଣ ୟା ମାନେ କଣ ସେ କହୁଛି କି ଅନକନସିୟସ ଲେଭେଲ ହେଉଛି ମାଇଣ୍ଡ ର ସବୁଠାରୁ କଣ ନା ହଉଛି ଡିପ୍ ବା ଗଭୀର ବା ପାୱାରଫୁଲ ଲେଭେଲ ବୋଲି ଆମେ କୁହନ୍ତି ଏଥିରେ କଣ ହୋଇଥାଏ ନା ମେଣ୍ଟାଲ ପ୍ରୋସେସ ବିଷୟରେ ଆମେ କେବେ ବି ଆୱାର ନଥାନ୍ତେ ହେଲା କିଛି ମୁଣ୍ଡରେ କଣ ଚାଲିଥାଏ ଆମେ ସବୁ ମାନେ କଣ ଭୁଲି ଯାଇଥାନ୍ତେ ଆୱାର ନଥାନ୍ତେ ଆମେ ଏସବୁ କଣ ନା କୌଣସି ପ୍ରକାର ଡିଜାୟାର୍ସ ହେଲା ଫିୟର୍ସ ହେଲା ପେନଫୁଲ ମେମୋରିଜ ହେଇଗଲା ହିଡେନ ୱିଶେସ ହେଇଗଲା ଏଇ ସବୁ ଏଇ ଲେବୁଲରେ ହିଁ ରହିବ ହେଲା କୌଣସି ପ୍ରକାର ଇଚ୍ଛା ତ କଣ ତମେ କଣ ସାଙ୍ଗେ ସାଙ୍ଗେ ତମର କଣ ଗୋଟେ ଇଚ୍ଛା ମାନେ କଣ ଏବେ ସାଙ୍ଗେ ସାଙ୍ଗେ ହେଲା ତମ ମନରେ ଚାଲିଛି ନା ହଉଛି ଗୋଟେ ଆଗକୁ କଣ ଗୋଟେ ଥିଲା ତାକୁ ତମେ ମନେ ପକଉଛ ନା କଣ ଇଚ୍ଛା କେତେବେଳେ ବି ଆସିପାରେ ହେଲା କଣ କେତେବେଳେ ବି ଆସିପାରେ ମ୍ୟାମ୍ ତ ସେତେବେଳେ ଭଏସ୍ କଟି ଯାଉଛି। ଭଏସ କଟୁଛି ଏବେ ନାଇଁ ତ ଆସୁଛି କ୍ଲିୟର ଅଛି। ନାଇଁ ମ୍ୟାମ୍ କ୍ଲିୟର ଅଛି। ଭଏସ ହଁ କ୍ଲିୟର ଅଛି ମ୍ୟାମ୍। ବେଳେ ବେଳେ କଟି ଯାଉଛି ବେଳେ ବେଳେ ଆସୁଛି। ଆଚ୍ଛା ହଉ ଯାହାର କଟୁଛି ଟିକେ ଗୋଟେ କାମ କର ମାନେ କଣ କହିଲ ଲେଫ୍ଟ ନେଇଯାଅ ଲିଭ୍ ହେଇକି ପୁଣି ଆଉଥରେ ଜଏନ୍ କରିଦିଅ ହେଲା ଆଜ୍ଞା ମ୍ୟାମ୍। ହୁଁ ତ ସେ କଥା ଅନକନସିୟସ କହିବାର ମାନେ ହଉଛି ତାର କଣ ନା ଆମର ଯେତେକ ସବୁ ଡିଜାୟାର୍ସ ରହିଲା ଫିୟର ରହିଲା ପେନଫୁଲ ମେମୋରିଜ ସବୁ ରହିଲା ହିଡେନ ୱିଶେସ ସବୁ ରହିଲା ଏ ସବୁ ଯାକ ଅନକନସିୟସ ମାଇଣ୍ଡରେ ହିଁ ଯାଏ ଫ୍ରୁଏଣ୍ଟଙ୍କ ଥିଓରି ହିସାବରେ ଆମର କଣ ନା ଅନକନସିୟସ ମାଇଣ୍ଡ ଉପରେ ବହୁତ ହି ଷ୍ଟ୍ରେସ୍ ଦିଏ ହେଲା ମାଇଣ୍ଡ ଉପରେ ସବୁବେଳେ ଷ୍ଟ୍ରେସ୍ ହିଁ ସେ ଦିଏ ଯଦି କୌଣସି ପ୍ରକାର ଇଚ୍ଛା ଅଛି ଇଚ୍ଛା ପୂରଣ ହେଇପାରୁନାହିଁ ସେ ଷ୍ଟ୍ରେସ୍ ଦେଲା ମାଇଣ୍ଡକୁ ଯଦି କୌଣସି ପ୍ରକାରର ଡର ଅଛି ମନରେ
ହଁ ମୁଁ ସେଠିକୁ ଯିବି, ଏଇଟା କରିବି ନା କରିବିନି ମାଇଣ୍ଡରେ ସବୁବେଳେ ରହିଲା ହେଲା। ଏଟା ମାଇଣ୍ଡକୁ ସବୁବେଳେ ଷ୍ଟ୍ରେସ୍ ଦବ। କିଛି ଗୋଟେ ପେନଫୁଲ ମେମୋରିଜ ହେଇଛି ତ ସେଟା କଣ ହୁଏ ନା ସବୁବେଳେ ମନେ ପଡିଲା ମାନେ ସେଟା କଷ୍ଟ ଦିଏ। ହିଡେନ୍ ୱିସେସ୍ ଯାହା ସବୁ ଆମେ କଣ ନା ବାହାରକୁ ପ୍ରକାଶ କରିପାରନ୍ତିନି ହିଁ, କିନ୍ତୁ ଭିତରେ ଭାବନ୍ତି ହେଲା, ସେଟା ମଧ୍ୟ ବହୁତ ସାରା ଷ୍ଟ୍ରେସ୍ ଦିଏ। ତ ଯଦି କ୍ୱେଶ୍ଚିନ୍ ତ ଏବେ ତମର ପଚାରିବନି, ପଟିଟି ବେଷ୍ଟ ବେଳକୁ ପଚାରିବ ଯଦି କୋଉ ମାଇଣ୍ଡ ଟା ଅଧିକ ଷ୍ଟ୍ରେସ୍ ଦିଏ, ମାଇଣ୍ଡ କୋଉ ମାନେ ଇଏଟା ମାଇଣ୍ଡ କୁ ଅଧିକ ଷ୍ଟ୍ରେସ୍ ଦିଏ, ତ ଅନକନସିୟସ ମାଇଣ୍ଡ ହିଁ ସବୁବେଳେ ଷ୍ଟ୍ରେସ୍ ଦିଏ। କାହିଁକି ନା ହଉଛି ସେ ଆମର କହିଥିଲେ, ଫ୍ରୁଇଡ ଆମର କହିଥିଲେ କି ଆମର ବିହେଭିୟର ଆଉ ପର୍ସନାଲିଟିର ଅଧିକାଂଶ ଅଂଶ ଆମର କଣ ନା ଅନକନସିୟସ ମାଇଣ୍ଡରେ ହିଁ କଣ୍ଟ୍ରୋଲ ହେଇଥାଏ ହେଲା। ଅନକନସିୟସ ମାଇଣ୍ଡ ଦ୍ଵାରା ହିଁ ଆମର ସବୁବେଳେ କଣ୍ଟ୍ରୋଲ ହେଇଥାଏ କଣ ନା ଆମର ନିଜର ପର୍ସନାଲିଟି ଆଉ ନିଜର ବିହେଭିୟର। ଯଦି କୌଣସି ପ୍ରକାର ଆମେ କଣ କରୁଛନ୍ତି ନା ବିହେଭିୟର ଦେଖେଇବା, ଏଠି ରାଗି ଯାଇଛନ୍ତି ପ୍ରବଳ, ଆମେ କଣ କରୁଛନ୍ତି ନା ହଉଛି ରାଗଟାକୁ ବାହାର କରିବା ପାଇଁ ଚାହୁଁଛନ୍ତି, ସେଠି କଣ କରିବା ନା ହଉଛି ଅଟକେଇବା। କଣ୍ଟ୍ରୋଲ କରିବ କିଏ ସେ ନା ମାଇଣ୍ଡ କଣ୍ଟ୍ରୋଲ କରିବ। ତ ସେଟା ହଉଛି କଣ୍ଟ୍ରୋଲ ଅଧିକ ଦଉଛି ବୋଲି ତାମାନେ କଣ ଷ୍ଟ୍ରେସ୍ ଅଧିକ ପଡିଲା ହେଲା। କୌଣସି ଗୋଟେ ପ୍ରକାରର ପର୍ସନାଲିଟି ଆମକୁ କଣ ଦେଖେଇବାର ଅଛି, ଆମ ମନ ଭିତରେ ବହୁତ ଦୁଃଖ ଅଛି, ଆମେ ତାକୁ କଣ କରିବା ନା ପ୍ରକାଶ କରିପାରୁନାହାନ୍ତି, ତାକୁ ଷ୍ଟ୍ରେସ୍ ଦେଇକି କଣ ଭିତରେ ଚାପି ରଖୁଛନ୍ତି ହେଲା। ତ ହଉଛି କଣ ନା ଆମେ ଦେଖିଲେ ଏଠି ଗୋଟେ ହଉଛି କନସିୟସ ମାଇଣ୍ଡ, ଆଉ ଗୋଟେ ହଉଛି କଣ ନା ହଉଛି ସବକନସିୟସ ମାଇଣ୍ଡ, ଆଉ ଗୋଟେ ଥିଲା ଅନକନସିୟସ ମାଇଣ୍ଡ। ତ ଆଉ କନସିୟସ ମାଇଣ୍ଡରେ ସେ କଣ କରୁଛି ନା ଯେତେ ପ୍ରକାରର ଯାହାବି ସବୁଥିରେ ସେ ଆୱାର ଅଛି। କନସିୟସ ଲେଭୁଲରେ ଆମେ ମେଣ୍ଟାଲ ପ୍ରୋସେସ ଯାହା ସବୁ ଆୱାର ଥାଆନ୍ତି ସେଟା ହଉଛି କନସିୟସ ହେଇଗଲା। ସବକନସିୟସ କହିଲା ମାନେ କଣ ନା ହଉଛି ମେଣ୍ଟାଲ ପ୍ରୋସେସ ଯାହା ଥାଏ ସବୁବେଳେ ଆମର କନସିୟସ ରେ ନଥାଏ ବୋଲି ଆମେ କହୁଛନ୍ତି। ସବୁବେଳେ ଯେ ମନରେ ଥିବ ସେମିତି ନୁହଁ, ଆମେ ଯଦି ରିକଲ କରିବା ତାହେଲେ ସେଟା ମନେ ପକେଇ ପଡିବ, ଟ୍ରାଏ ଯଦି କରିବା ତାହେଲେ ସେଟା ମନେ ପଡିବ। ଏଇଟା ଥିଲା ଆମର ସବକନସିୟସ ମାଇଣ୍ଡ ର। ତାପରେ ଦେଲା କଣ ନା ଅନକନସିୟସ ମାଇଣ୍ଡ। ଅନକନସିୟସ ମାଇଣ୍ଡ ହଉଛି କଣ ନା କେତେବେଳେ ବି ଆମେ ଆୱାର ନଥାନ୍ତେ, ନଟ୍ ଆୱାର ଅଫ ମେଣ୍ଟାଲ ପ୍ରୋସେସ ହେଲା। ମାଇଣ୍ଡରେ କଣ ଚାଲିଥାଏ ସେ ସବୁ ଭିତରେ ଆମେ କଣ ଆୱାର ନଥାନ୍ତି, ଅନ୍ୟ ମନସ୍କ ସବୁବେଳେ ଥାନ୍ତି। ଯୋଉଟା କି ପାୱାରଫୁଲ ଲେବଲ ବୋଲି କୁହାଯାଏ ସବୁଠାରୁ। କାହିଁକିନା ଏଇଟା ହଉଛି ଆମର କଣ ନା ହଉଛି କନସିୟସ ମାଇଣ୍ଡ ହିଁ ଆମ ମାଇଣ୍ଡ କୁ ବହୁତ ସାରା ଷ୍ଟ୍ରେସ୍ ଦେଇଥାଏ ହେଲା। ତ ସେଥିପାଇଁ ଏଟାକୁ ଆମେ ବହୁତ ସାରା କଣ କହିଥାନ୍ତି ନା ହଉଛି ଷ୍ଟ୍ରେସ୍ ଦିଏ ବୋଲି ଆମେ କହିଥାନ୍ତି। ତାପରେ ଆସିଲା ଆମର କଣ ନା ଡାଇନାମିକ ଆସ୍ପେକ୍ଟ। ଡାଇନାମିକ ଆସ୍ପେକ୍ଟରେ କଣ ଦେଇଛି ଦେଖିବା। ଡାଇନାମିକ ଆସ୍ପେକ୍ଟରେ ଦେଇଛି ଆଇଡି, ଇଗୋ, ଆଉ ଗୋଟେ ହେଲା ସୁପର ଇଗୋ ହେଲା। ଯଦି ଆମେ ଦେଖିବା ତ ଡାଇନାମିକ ଆସ୍ପେକ୍ଟ ହିସାବରେ ଆମର ମାଇଣ୍ଡ ର ତିନୋଟି ଡାଇନାମିକ ଫୋର୍ସେସ୍ ଅଛି, ଯୋଉକି ଡାଇନାମିକ ଫୋର୍ସେସ୍ କାର କାମ କରେ। ସେଟା ହଉଛି ଆମର ଆଇଡି, ଯୋଉଟା ଇଦ୍ ବୋଲି କହୁଛନ୍ତି, ଇଗୋ, ଆଉ ଗୋଟେ ହେଲା ସୁପର ଇଗୋ। ତ ଏଇ ତିନୋଟି ଏକାଠି ଯଦି ଇଣ୍ଟରାକ୍ଟ କରିକି ହ୍ୟୁମାନ ବିଙ୍ଗ ହିସାବରେ ଦେଖିବା, ତାହେଲେ ଏଇଟା କଣ କରିଥାଏ ନା ଏକାଠି ଇଣ୍ଟରାକ୍ଟ କରିକି ଗୋଟେ ହ୍ୟୁମାନ ବିହେଭିୟରକୁ କଣ୍ଟ୍ରୋଲ କରିଥାଏ ହେଲା। କେମିତି କଣ୍ଟ୍ରୋଲ କରିଥାଏ, କଣ କଣ୍ଟ୍ରୋଲ କରିଥାଏ ଦେଖିବା। ପ୍ରଥମ ଦେଲା ଇଥ୍। ହ୍ୟାଲୋ ଇଥ୍ ରେ କଣ ଦେଇଛି? ହଁ ହ୍ୟାଲୋ କୁହ କୁହ। ଆଜ୍ଞା ମ୍ୟାଡାମ, ଯୋଉ ଡାଇନାମିକ ଆସ୍ପେକ୍ଟ ୟାର ମିନିଂ କଣ? ଡାଇନାମିକ ଆସ୍ପେକ୍ଟ କହିଲା ମାନେ କଣ କହିଲ, ଆମର ମାଇଣ୍ଡରେ ବହୁତ ସାରା ଫୋର୍ସେସ୍ ଅଛି ହେଲା। ଯେମିତିକି ଆମେ କହିପାରିବା କିଛି ଗୋଟେ ମାଇଣ୍ଡ କୁ ସେଟା ଷ୍ଟ୍ରେସ୍ ଦେଲା, କିନା ଷ୍ଟ୍ରେସ୍ ନାହିଁ ମାନେ କିଛି ଗୋଟେ ଆମର ହଉଛି କଣ କଲା ନା ହଉଛି କିଛି ଗୋଟେ ଆମେ ଫିଲ୍ କଲେ, କି କୌଣସି ପ୍ରକାର ସାଟିସ୍ଫାକ୍ସନ ଆମକୁ ମିଳିଲା, ଆମର କୌଣସି ପ୍ରକାର ନିଡ୍ ଅଛି ହେଲା। ତ ସେଇ ସବୁ ନିଡ୍ କୁ ଆମେ ଯେତେବେଳେ କାହା ଦ୍ଵାରା କିଛି ଗୋଟେ କଣ୍ଟ୍ରୋଲ କରୁଛନ୍ତି କି କଣ୍ଟ୍ରୋଲ କରିପାରୁନାହାନ୍ତି ତା ଦ୍ଵାରା, ସେଇ ସବୁ ଆସ୍ପେକ୍ଟ କୁ ହିଁ ଆମେ ଡାଇନାମିକ ବୋଲି କହନ୍ତି ହେଲା। ଡାଇନାମିକ ମାନେ କଣ ମତେ କୁହ? ଚେଞ୍ଜେବଲ। କିଏ କହିପାରିବ? ଆଉ କିଏ କହିବ? ଗତିଶୀଳ ବା ପରିବର୍ତ୍ତନଶୀଳ। ହେଲା, ଗତିଶୀଳ ବା ପରିବର୍ତ୍ତନଶୀଳ। ଆମେ କଣ କରୁଥିଲେ ନା ଏଠି ତିନିଟା ଲେବଲ ଦେଇଛି, ଆଇଟି ଦେଇଛି, ଇଗୋ ଦେଇଛି, ଆଉ ଗୋଟେ ହେଲା ସୁପର ଇଗୋ ଦେଇଛି। ଆମର ତିନିଟା ମାନେ ତିନିଟା ଫେଜ ରେ ଆମେ କଣ କରିଥାନ୍ତି ନା କିଛି ଗୋଟେ ଇଣ୍ଟରେଷ୍ଟ କୁ ନେଇକି, କି କୌଣସି ପ୍ରକାର ସାଟିସ୍ଫାକ୍ସନ କୁ ନେଇକି, କିଛି ନିଡ୍ କୁ ନେଇକି ଆମେ କଣ କରିଥାନ୍ତେ ନା ଚେଞ୍ଜ କରିଥାନ୍ତି ଆମ ବିହେଭିୟରକୁ ହେଲା। ତ ସେଇ ସବୁ ଆସ୍ପେକ୍ଟ କୁ ହିଁ ଡାଇନାମିକ ଆସ୍ପେକ୍ଟ ବୋଲି କୁହାଯାଏ, ଯୋଉଟା କି କେବଳ ଆମେ କହିପାରିବାନି କି ଆମର ଆଡୋଲେସେନ୍ସ ସରି ଚାଇଲ୍ଡହୁଡ ରେ ଏଇଟା ଅଛି, ତ ସେଟା ଆମର କଣ ନା ହଉଛି ଯେତେବେଳେ ଆଡୋଲେସେନ୍ସ ପିରିୟଡ ଆସିବ ସେଟା ସେମିତି ହିଁ ରହିବ। କି ଯେତେବେଳେ ଇନଫାନ୍ସ ରେ ଥିଲେ ଏଟା ଚାଇଲ୍ଡହୁଡ ରେ ମଧ୍ୟ ସେମିତି ରହିବ, ସେମିତି ନୁହେଁ। ସବୁବେଳେ ଏଟା କଣ ହୁଏ ନା ଚେଞ୍ଜ ହେଇ ହେଇକି ଚାଲିଥାଏ, ସେଟା ବିହେଭିୟରରେ ହେଇଥାଉ କି କୌଣସି ପ୍ରକାର ଅଲଗା କିଛି ବି କଥାରେ ହେଇଥାଉ, ସେଟା ସବୁବେଳେ ଡାଇନାମିକ ଚେଞ୍ଜେବଲ।
डायनामिक एस्पेक्ट देखिबा लिखिछि कि डायनामिक एस्पेक्ट फर्स्ट देछि आईडी जोटा कि हिट देछि लिखिछि कि इट इज द अनकॉन्शियस माइंड विथ मैन्स इंस्टिंक्ट एंड इनेट डिजायर हला कोन कोन ना लिखिला एतरे कि इट नीड्स इमीडिएट सैटिस्फैक्शन इट इज फाउंड फ्रॉम बर्थ तो कोन एतरे देला ना आईडी जोटा देखिछि आईडी होछि हमर कोन ना अनकॉन्शियस माइंड रो गोटे पार्ट हला गोटे पार्ट जोठी कि मानवर मनुष्यर मन भितर जहाँ सब डिजायर सब थाए जेमती कि गोटे पिलाटी को भोक लगे है जेमती कि हंगर हो गला है कौन प्रकार आग्रेशन हो गला है कौन प्रकार गोटे बेसिक फीलिंग्स एटा सब हूँ आईडी रो अंश आईडी सब बेले कौन होता है ना इमीडिएट सैटिस्फैक्शन सब चाहे मु सांगे सांगे केमती सैटिस्फाई हेबे अर्थात कौन आम जहाँ सब इच्छा अच्छे जहाँ सब डिजायर अच्छे सेटा केमिति तुरंत केमिति पूरण हब है सांगे सांगे मत पूरण हवा दरकार है तो आईडी आमर कौन थाए ना बर्थ रु ही थाए जन्म रु ही थाए आटा प्लेजर प्रिंसिपल उपर ही काम करथाए आमे केमिति सैटिस्फाई हबा आमर सांगे सांगे दरकार जेमती गोटे छोट छुआटी को कौन करिवो ना भोक लागिवो है ताको भोक लगे सी कही भाबनी कि मो माटा काम करुछि मु एबे कांदिबेनी थाऊ से काम कर सार मु कांदिबी जे मो माँ जानिब कि मते भोक लागुछि बोली देखिथिबो गोटे गोटे कोटे कोटे कौन बहुत ही छुआ मो देखिबार तो बहुत ही छुआ देखिथिबो ता माँ धरथिबो ठीक अछि सेमती भी से खेलुथिबो भी ठीक अछि देखिबो ता माँ जेतेबेले जाइथिबो खाइबा पई कि किछि गोटे काम करिबा पई से संगे संगे चिलेबो कांदिबो कौन ना ताको भोक लागिला है तो हूँ कौन ताको भोक लगिला माने सी पूरा रड़ी छाड़ी कांदिबो सी आ किछि बुझिबनी कि मो माँ कौन करुछि कि कौन नहीं बोली तो ताको इमीडिएट सैटिस्फैक्शन दरकार ताको सांगे सांगे खाइबा दरकार तो सेटा हूँ कौन ना आईडी हूँ हमर अनकॉन्शियस माइंड रे थाए जो कि आम अवेयर न था कि हाँ मत कांदार एवं अच्छी बोली ताको भोक लगिला से सांगे सांगे कांदिबो ताको राग आसिला से सांगे सांगे चिलेइबो ताको तमे चिमुटी देलो सांगे सांगे कांदिबो हला तो इमीडिएट एक्शन एतरे थाए आ इमीडिएट सैटिस्फैक्शन मध्य थाए सैटिस्फैक्शन से सब बेले चाहिबो कि सांगे सांगे मते हो हला तापर आसला ईगो ईगो रे कोन कहिछि ना इट इज द कॉन्शियसनेस पावर ऑफ टेकिंग डिसीजन इंटेलेक्ट एंड रीजनिंग कौन देछि ना ईगो हम जो अछि ईगो होछ हमर माइंड रे कोन ना कॉन्शियस पार्ट एटा कॉन्शियस पार्ट रे आसीबो एठारे डिसीजन मेकिंग रो पावर इंटेलेक्ट बा रीजनिंग एबिलिटी ए सब रो डेवलपमेंट हे थाए ईगो हमको कौन करे ना लॉजिकल भाव में भाबिबा आ सिचुएशन अनुसार डिसीजन नेबारे हेल्प करथाए है धर जमती कि देखिले गोटे पिलाटे कौन कर ना हूँ ताको भोक लगिले से सांगे सांगे कौन कर ना हूँ कांदुचे कहीं ना ताको सांगे सांगे खाइबा दरकार है इमीडिएट सैटिस्फैक्शन ताको दरकार से कांदिला कि जिते इगो पळे आसुची इगो माने एटा अहंकार भाबिबनी है एटा इगो जिते आसुची ता जो इगो स्टेजटा सेटा कॉन्शियसनेस रे ही थाए सेटा कौन आमर होचे अनकॉन्शियस रे थिला आईडी किंतु इगो आसुची आमर कौन ना कॉन्शियसनेस रे आसुची तो एथिरे कह जाउछि कि आमे जहाँ भी धर सैटिस्फैक्शन पाई जहाँ भी हमको दरकार सेटा इमीडिएट नहीं इमीडिएट नहले भी चलिबो कौन प्रकार डिसीजन नेबार कैपेबिलिटी को कौन थाए बढ़ाई थाए गोटे गोटे पिलाटी जदि भाबे किछि ताले होछि इंटेलेक्ट वे रे भाबिबो रीजनिंग तादर लगे कि भाबिबो हला तो होछि जेमति कि जन जदि भोक लागिला से सेठी सांगे सांगे कांदिबोनी कि मते एबे खाया दरकार अछि इमीडिएट मते एटा सैटिस्फैक्शन दरकार सेमिति से कांदिबोनी से कोन करिवो ना देखिबो ता माँ माने से पर कोन कहबो कि होछि माँ मते भोक लागिलानी नले एमति ताको पचारि कहबो कि हां मते भोक लागिलानी बोली तो ता माँ यदि पछरे दउछि कि कोन करछि सेटा अलगा कथा किंतु सी एते भी चिल्लेइबनी कि एते सांगे सांगे मते दियो बोली एमति कहबोनी से जस्ट खाली कहबो परिबो कि होछि हां मते भोक लागिलानी कि एटा करिबार अछि कि कोन से सेमते खाली कहि परिबो एटा लॉजिकली माने भाबिकी गोटे भाबिकी करबो कि हां जदि किछि काम करूछि त दबो मते पछरे हो जदि लेट हे गला हां चलिबो किछि प्रॉब्लम नाही से अलगा किछि काम करथुला त सेटा लेट हैला तो सेटा कोन हबो ना होछि गोटे बुझी परिबो गोटे तार नॉलेज रो डेवलपमेंट हैला गोटे कोनस प्रकार माने भाबी पारला कि होछि हां एई दिनसटा करूथिला बोली लेट हैला तो एमति भाबी परिबो जोजा कि आईटी रे न थाए हैला तापर जतले आसिला हमर कोन सॉरी एठे आउडी भी देछि हैला आउरी भी देछि आ कोन देछि
ଇଗୋରେ ଦେଇଛି କି ଇଟ୍ କ୍ରିଏଟ୍ସ ବାଲାନ୍ସ ବିଟୱିନ୍ ଆଇଡିଆ ଆଣ୍ଡ ସୁପର ଇଗୋ ହେଲା। ତ କଣ ନା ଏଇ ଯୋଉ ଇଗୋ ଅଛି, ଇଗୋଟା ସବୁଠାରୁ ହିଁ ଗୋଟେ ଇମ୍ପୋର୍ଟାଣ୍ଟ ଫଙ୍କସନ। ଏଟା କଣ ନା ଏଟା ଆଇଡିଆ ଆଉ ସୁପର ଇଗୋ ଭିତରେ ଗୋଟେ ବାଲାନ୍ସ ରଖିଥାଏ ହେଲା। ଆଇଡି କଣ ନା ଇମିଡିଏଟ ସାଟିସ୍ଫାକ୍ସନ କୁ ଚାହେଁ ନାହିଁ, କି ଆମର ପୁରାପୁରି ସେ ହଉଛି କଣ ନା ହଉଛି ସବୁ କିଛି ନିଜେ ନିଜେ କରିଦିଏ ନାହିଁ। ତ ସେଥିପାଇଁ ଏଇଟା ମଝିରେ ରୁହେ। ମଝିରେ ରହିକି କଣ କରେ ନା ଦିଟା ଭିତରେ ବାଲାନ୍ସ ରଖେ ହେଲା। ଆଇଡିଆ ଆଉ ସୁପର ଇଗୋ ଭିତରେ ବାଲାନ୍ସ ରଖେ। କିଏ ସେ ନା ଆମର ହଉଛି ଇଗୋ ହେଲା। ତାପରେ ଦେଇଛି ହଁ ଇଗୋ। ତ ଆମର କଣ ନା ସୁପର ଇଗୋ ମୋରାଲ ରୁଲ କଣ କରିଥାଏ ନା ହଉଛି ଇମ୍ପୋଜ କରିଥାଏ। ଇଗୋ ରିଏଲିଟି ଅନୁସାରେ ଡିସାଇଡ କରେ କେବେ କିପରି କାହାର ଡିଜାୟାର ପୂରଣ କରାଯିବ, କଣ କରିବ, ସେଟା କେମିତି ହବ, କିପରି ମାନେ କିପରି କାମ କଲେ ଏଟା ହେଇପାରିବ, ଏଇ ସବୁ ଜିନିଷ ଉପରେ ବେଶୀ ସେ ଫୋକସ କରେ। ନୁହେଁ କି ମତେ ଏବେ ଦରକାର ସେ ଯେମିତି ବି କର ଆଣିକି ଦିଅ, ସେଟା ନୁହଁ। କି ନିଜେ ନିଜେ ଯାଇକି ଭାବିକି ହଁ ଏଇଟା ମତେ କରିବାର ଅଛି ଏଇଟା କରିଦେବି, ସେଟା ବି ନୁହଁ। ଏଟା କିପରି ହବ ଏଟା ଆମେ କଣ କରିଥାନ୍ତି ନା ଡିସାଇଡ କରନ୍ତି। ଆଉ ଏଟା ହଉଛି କଣ ନା ରିଏଲିଟି ଉପରେ ଫୋକସ କରୁଛି। ମାନେ କେମିତି ଯଦି ମୁଁ କିଛି ଏଟା କରୁଛି ତାହେଲେ ହଉଛି କଣ କରିବି ନା ହଉଛି ଭାବିବି କି ହଁ ଏଇଟା ମତେ ଏମିତି କରିବାର ଅଛି, କି ସେଟା ମତେ ଏମିତି କରିବାର ଅଛି। କୌଣସି ପ୍ରକାରର ରୁଲ ହିସାବରେ ନ ଯାଇକି ସୁପର ଇଗୋ କଣ କରିଥାଏ ନା ହଉଛି ଆମର ଗୋଟେ ରୁଲ ହିସାବରେ ଯାଏ ନା। ତ ଏଇଟା ଆମର ରୁଲ ହିସାବରେ କିଛି ନ ଯାଇକି ଆମର କଣ ହବ ନା ଜେନେରାଲି ଆମେ କେମିତି ଭାବୁଛନ୍ତି ଏଇଟା କଣ କରିପାରିବା। ତ ସେଥିପାଇଁ ଇଟ୍ କ୍ରିଏଟ୍ସ ବାଲାନ୍ସ ବିଟୱିନ୍ ଆଇଡିଆ ଆଣ୍ଡ ସୁପର ଇଗୋ। ତାପରେ ଲେଖିଲା କି ହଉଛି ଇଗୋ ଇଜ ଡିଭାଇଡେଡ ଇନ୍ ଆର୍ଲି ଚାଇଲ୍ଡହୁଡ ହେଲା। ଆର୍ଲି ଚାଇଲ୍ଡହୁଡ କଣ ନା ଫ୍ରୁଏଡଙ୍କ ହିସାବରେ ଇଗୋ ଆମର ଆର୍ଲି ଚାଇଲ୍ଡହୁଡ ରେ ଡେଭଲପ ହେଇଥାଏ। ଯେତେବେଳେ ଆର୍ଲି ଚାଇଲ୍ଡହୁଡ କେତେରୁ କେତେ ବର୍ଷ? 2 ରୁ 6 2 to 6 years. 2 to 6 or 7 ହଁ। ତ ଆମେ ଯେତେବେଳେ 0 to 2 years ଥାନ୍ତି ସେଟା ଆମର ଇଗୋର ମାନେ ସରି ଆଇଡିର ଡେଭଲପମେଣ୍ଟ ହେଇଥାଏ। କି ଆମକୁ କିଛି ବି ଆମେ ବୁଝିବୁନି, ଆମକୁ ଖାଇବା ଦରକାର। କିନ୍ତୁ 2 ରୁ 6 ବର୍ଷ ଯେତେବେଳେ ଆସୁଛି ଆମେ କଣ ସେତେବେଳେ ବୁଝୁଛନ୍ତି, ହଁ ମୁଁ କହିଲି ମାକୁ ଖାଇବା ପାଇଁ, ସେ ବୋଧେ କିଛି କାମ କରୁଛି ମତେ ଟିକେ ପରେ ଦବ। ତାହେଲେ ସେ ବୁଝିଲା। ସେ ନା କି ଦେଖ 2 ରୁ 6 ବର୍ଷ ଯେତେବେଳେ ସେ ହେଇଥିବ, ସେ କଣ ନିଜେ ନିଜେ ଯାଇକି ଖାଇବା କରିଦେଇକି ଆଣିକି ଖାଇପାରିବ କି? ଖାଇପାରିବନି। ସେ ଡିପେଣ୍ଡେଡ ଅଛି ଏବେ ତା ମା ଉପରେ। କିନ୍ତୁ ଡିପେଣ୍ଡେଣ୍ଟ ଥିଲେ ମଧ୍ୟ କୌଣସି ପ୍ରକାର ଜିଦି କରୁନି କି ମତେ ଇମିଡିଏଟ ସାଟିସ୍ଫାକ୍ସନ ଦରକାର ବୋଲି। ତ ସେଥିପାଇଁ ଇଏ କଣ କରୁଛି ନା ସୁପର ଇଗୋ ଆଉ ଗୋଟେ ହଉଛି ଆଇଡି, ୟା ଭିତରେ ବାଲାନ୍ସ କ୍ରିଏଟ କରୁଛି। କିଏ ବାଲାନ୍ସ କ୍ରିଏଟ କରୁଛି ନା ଆମର ଇଗୋଟା ବାଲାନ୍ସ କ୍ରିଏଟ କରୁଛି। ତ ଆମର ହଉଛି କଣ କହିଛି ନା ଶିଶୁ ଆମର ଯେତେବେଳେ ରିଏଲିଟି ବୁଝିବା ଆରମ୍ଭ କରିଦିଏ, ତାଙ୍କର ଇଚ୍ଛା ତୁରନ୍ତ ପୂରଣ ହେଉ ବୋଲି ସେ ଯେତେବେଳେ ଚାହେଁ ନାହିଁ, ସେ ଅନୁଭବ କରେ କି ହଁ କିଛି ଗୋଟେ ପ୍ରୋବ୍ଲେମ ଥିବ ବୋଲି ଡେରି ହଉଛି କି କିଛି ବି। ଯେତେବେଳେ ସେ ରିଏଲିଟିକୁ ବୁଝିବା ଆରମ୍ଭ କରିଦିଏ, ସେତେବେଳେ ତାର କଣ ହୁଏ ନା ଇଗୋର ଡେଭଲପମେଣ୍ଟ ହଉଛି ବୋଲି ଆମେ ଜାଣିପାରନ୍ତି, ବା ଧୀରେ ଧୀରେ ତାର ଇଗୋର ଡେଭଲପମେଣ୍ଟ ହୁଏ ବୋଲି ଆମେ ଦେଖନ୍ତି ହେଲା। ତ ସୁପର ଇଗୋ କଣ କହୁଛି? ସୁପର ଇଗୋ କହୁଛି କି ଇଟ୍ ଇଜ ଦ ମୋରାଲ ସେନ୍ସ ଆଣ୍ଡ ଇଜ generated by ideals it undeveloped in late childhood। ତ କଣ କହୁଛି ନା ସୁପର ଇଗୋ ହଉଛି ପର୍ସନାଲିଟିର ମୋରାଲ ପାର୍ଟ। ଏହା ରାଇଟ ରଙ୍ଗ ଗୁଡ ବ୍ୟାଡ ଏ ସବୁକୁ ଆମକୁ ବୁଝାଇଥାଏ, କୋଉଟା ଠିକ ଆଉ କୋଉଟା ଭୁଲ, କୋଉଟା ଆମର ଏଇଟା କଲେ ଏଇଟା କଣ ହବ ନା ହଉଛି ଭଲ ହବ, କୋଉଟା କଲେ ଖରାପ ହବ। ତ ସେଟା ହଉଛି କଣ ନା ସୁପର ଇଗୋ ଲେଟ୍ ଚାଇଲ୍ଡହୁଡ ରେ ଡେଭଲପ ହେଇଥାଏ ସବୁବେଳେ। ଏଟା କଣ ଆର୍ଲି ଚାଇଲ୍ଡହୁଡ ରେ କିଏ ଡେଭଲପ ହଉଛି? ଇଗୋ ଡେଭଲପ ହଉଛି। କିନ୍ତୁ ଲେଟର ଚାଇଲ୍ଡହୁଡ ରେ କିଏ ଡେଭଲପ ହଉଛି ନା ସୁପର ଇଗୋ ଡେଭଲପ ହଉଛି। ଲେଟର ଚାଇଲ୍ଡହୁଡ କେତେରୁ କେତେ ଯଦି କହିବା 6 ରୁ 12 ହେଇପାରିବ, ନହେଲେ 7 ରୁ 13 ହେଇପାରିବ ହେଲା। ଏଟା ହଉଛି ଆମର ଲ୍ୟାଟର ଚାଇଲ୍ଡହୁଡ। ତ ଆମର ସୁପର ଇଗୋରେ କଣ ହୁଏ? ଆମେ କଣ କରନ୍ତି ନା ହଉଛି ସୁପର ଇଗୋ ଯେତେବେଳେ ଆମର ଡେଭଲପ ହୁଏ, ଆମେ ସେତେବେଳେ କଣ ନା ହଉଛି ଗୋଟେ ପିଲାଟିର ସୋସିଆଲ ରୁଲ ହେଇଗଲା, ଡିସିପ୍ଲିନ ହେଇଗଲା, ମୋରାଲ ଭ୍ୟାଲୁଜ ହେଇଗଲା, ଏ ସବୁ ଭଲ ଭାବରେ ସେ କଣ କରିଥାଏ ନା ବୁଝିଥାଏ ହେଲା। ଭଲ ଭାବରେ ସେ ବୁଝିଥାଏ କି କଣ କଣ ସବୁ ସୋସିଆଲ ରୁଲ ଅଛି, ମତେ ଏଟା ମାନିବା ପାଇଁ ପଡିବ। ଡିସିପ୍ଲିନ ଶିଖି ଯାଇଥାଏ ସେତେବେଳକୁ ହେଲା। ତାପରେ ତ ଅଛି କି ସୁପର ଇଗୋ that aspect of the ego which makes possible the process of self observation and what is commonly called conscience। ତ କଣ କହୁଛି ନା ସୁପର ଇଗୋର ସେଇ ଗୋଟେ ପାର୍ଟ ଯାହା ଆମକୁ କଣ ନା ନିଜ କାର୍ଯ୍ୟକୁ ନିଜେ ଦେଖିବା, ଯେମିତି କି ମୁଁ କଣ କରୁଛି ମୋ ନିଜ କାର୍ଯ୍ୟକୁ ମୁଁ ନିଜେ ସେଲ୍ଫ ଅବଜରଭେସନ କରିବି, ମୂଲ୍ୟାୟନ କରିବାର କ୍ଷମତା ଯିଏ ଦିଏ ସେଟା ହଉଛି ସୁପର ଇଗୋ। ମୁଁ କଣ କରୁଛି, ଏଟା ଭଲ କରୁଛି ନା ଖରାପ କରୁଛି, ମୁଁ ଠିକ କରୁଛି ନା ଭୁଲ କରୁଛି, ନିଜେ ଯେତେବେଳେ ସେଲ୍ଫ ଅବଜରଭେସନ ଆମେ କରିଥାନ୍ତି ସେତେବେଳେ ଆମର ସୁପର ଇଗୋର ଡେଭଲପମେଣ୍ଟ ହେଇଥାଏ।
ଆମେ କରୁଥିବା କାମଟି ଠିକ ଅଛି ନା ଭୁଲ ଅଛି ଆମେ ନିଜେ ହିଁ ଜଜମେଣ୍ଟ କରିଥାନ୍ତି ଜାଣିପାରନ୍ତି ହେଲା। ତ ସେଟା ହଉଛି ଆମର ସୁପର ଇଗୋ। ଯଦି ଆମେ କହିବା କି ଗୋଟେ ଯେମିତି ଗୋଟେ ଏକ୍ସାମ୍ପଲ ଆମେ ନଉଥିଲେ ଯେତେବେଳେ ତାକୁ ଭୋକ ଲାଗୁଛି ସେ କାନ୍ଦୁଛି ତ ତାର ହଉଛି କଣ କିଛି ବୁଝୁନି ସେ କାନ୍ଦୁଛି ସେଟା ହେଲା ଆଇଡି ହେଲା। ଆଇଡି ତାକୁ ଇମିଡିଏଟ ସାଟିସ୍ଫାକ୍ସନ ଦରକାର। ଇଗୋରେ କଣ କଲା ତାକୁ ଭୋକ ଲାଗିଲା ସେ କହିଲା କି ମା ମତେ ଭୋକ ଲାଗିଲାଣି ଖାଇବାକୁ ଦେ। ତା ମା ଯଦି ବି ଘଣ୍ଟେ ପରେ ଖାଇବା ଦଉଛି ସେଟା ସେ ବୁଝିବ କି ହଁ ମା କିଛି କାମ କରୁଥିଲେ ବୋଲି ମତେ ଘଣ୍ଟେ ପରେ ଖାଇବା ପାଇଁ ଦେଲେ। ସେଟା ଇମିଡିଏଟ ଆକ୍ସନ କି ଇମିଡିଏଟ ସାଟିସ୍ଫାକ୍ସନ କିଛି ବି ହେଲା ନାହିଁ ଇଗୋରେ। ସୁପର ଇଗୋ କଣ କରିବ ତାକୁ ଭୋକ ଲାଗିଲା ଯେମିତି କି ଗୋଟେ ପିଲାଟିକୁ ଭୋକ ଲାଗିଲା ସେ କଣ କରୁଛି କି ହଉଛି ହଁ ଠିକ ଅଛି ତା ମା କହିଲା ତା ମା ତାକୁ ଖାଇବା ପାଇଁ ଦେଲେ ସେ ଚୁପଚାପ ଖାଇଲା ଖାଇକି ଶୋଇଲା। ତା କଣ କରିବ ନା ଯେତେବେଳେ ସୁପର ଇଗୋ ଯୋଉ ଏଜ ଯୋଉଟା କି 7 ରୁ 13 କି 6 ରୁ 12 ଥିବ ତାକୁ ଭୋକ ଲାଗିଲା ସେ କଣ କରିବ ସିଏ ଆଉ ତା ମା କୁ ବାରମ୍ବାର କହିବନି କି ହଁ ମତେ ଖାଇବାକୁ ଦେ ବୋଲି। ତାକୁ ଯେତେବେଳେ କଣ ତା ମା କାମ କରୁଛି ସେ ନିଜେ ଯିବ ନିଜେ ଯାଇକି ଖାଇଦବ ଆଣିକି ଖାଇଦବ ହେଲା। ତ ସେଟା ସେ ବୁଝିପାରିବ ସବୁ ଜିନିଷ ସୋସାଇଟି କଣ ଅଛି କଣ ନାହିଁ ତା ଯୋଉ ଯେତେକ ସବୁ ତାର ଥିଙ୍କିଙ୍ଗ ପାୱାର ସବୁ ଜିନିଷ ଡେଭଲପ ହେଇଥାଏ। ତ ସେଥିପାଇଁ ସେ କଣ କରିଥାଏ ନା କାହା ଉପରେ ମାନେ କଣ ଡିପେଣ୍ଡ ନ ହେଇକି ସେ ନିଜେ ନିଜେ ସବୁ କିଛି କାମ କରିଦେଇଥାଏ ହେଲା। ଆଉ ନିଜ ନିଜକୁ ବି ଜଜମେଣ୍ଟ ଦେବା ଶିଖି ଯାଇଥାଏ। ଏଟା ହେଲା ଆମର ସୁପର ଇଗୋ। ଓକେ ତ ଏଇଟା ହିଁ ତିନିଟା ଇଏ ଦେଇଥିଲେ ଆମର ଫ୍ରେଡ ସିଗମଣ୍ଡ ଫ୍ରେଡ। ତ ତାଙ୍କର ଥିଓରି ଏତିକି ଥିଲା। ବୁଝିପାରିଲ ନା କାହାର କିଛି ଡାଉଟ ଅଛି ଏଥିରେ? ମ୍ୟାମ୍ ଅଛି କାହାର? ଟପୋଗ୍ରାଫିକ ଆସ୍ପେକ୍ଟ ଆଉ ଥରେ ବୁଝେଇଦେବେ। କଣ କହିଲ? ମ୍ୟାମ୍ ଟପୋଗ୍ରାଫିକ ଆସେପ୍ଟ ଆଉ ଥରେ ବୁଝେଇବେ। ଏ ସୁପର ଇଗୋ କଥା ପଚାରୁଛ ତ? ମାନେ ଯୋଉ ମ୍ୟାମ୍ ମ୍ୟାମ୍ ଟପୋଗ୍ରାଫି ଆଚ୍ଛା କନସିୟସ ଆଉ ସବକନସିୟସ ଅନକନସିୟସ କଥା କହୁଛ। ଆଜ୍ଞା ଆଜ୍ଞା। କନସିୟସ ମାନେ ସବୁବେଳେ ମନେ ରଖିବ କି ଆମେ ଆୱାର ଅଛନ୍ତି ଆମ ମେଣ୍ଟାଲ ପ୍ରୋସେସ କଣ ଚାଲିଛି ଆମେ ଆୱାର ଅଛନ୍ତି। ସବକନସିୟସ କହୁଛି କଣ ନା ହଉଛି ଯୋଉଥିରେ କି ଆମେ ଆୱାର ନାହାନ୍ତି ମାନେ କଣ କନସିୟସ ଯାହା ଯାହା ଚାଲିଛି ମେଣ୍ଟାଲ ପ୍ରୋସେସ ଯାହା ଯାହା ଅଛି ଆମେ ସେ ମେଣ୍ଟାଲ ପ୍ରୋସେସରେ ଆମେ କନସିୟସ ନାହାନ୍ତି ସାଙ୍ଗେ ସାଙ୍ଗେ ଏଇଟା ମାନେ ପଚାରିଦବ ଆମେ ସାଙ୍ଗେ ସାଙ୍ଗେ ସଡନ ଆନ୍ସର ଦେଇଦବୁ। ତମେ ଧର ବସିଛ ହେଲା ତମେ ଧର ବସିଛ ଆଉ ତମ ମାଇଣ୍ଡ ରେ ଚାଲିଛି କି ହଉଛି କଣ ନା ହଉଛି ମୁଁ ଏବେ ଘରକୁ ଯିବି କି କଣ କରିବି ତମେ ସେଇଟା ବୁଝୁଛ ମୁଁ ପୁରା ଆୱାର ଅଛି ମୋ ମେଣ୍ଟାଲ ପ୍ରୋସେସକୁ ନେଇକି। ତମେ ଧର କାମ କରୁଛ କିଛି ଗୋଟେ ସଫା କରୁଛ କି କିଛି ଗୋଟେ ରୋଷେଇ କରୁଛ କି ହଉଛି କୌଣସି ପ୍ରକାର ଗୋଟେ ପାଠ ପଢୁଛ ଗୋଟେ ମ୍ୟାଥ କରୁଛ ତମ ସାଙ୍ଗେ ସାଙ୍ଗେ ସେ ମ୍ୟାଥ ରିଲେଟେଡ ପଚାରିଲେ ତମେ ସାଙ୍ଗେ ସାଙ୍ଗେ ଆନ୍ସର ଦେଇପାରିବ କାହିଁକିନା ତମର କନସିୟସନେସ୍ ଅଛି ଆଉ ତମେ କନସିୟସ ଅଛ ସେ ମ୍ୟାଥ ପାଇଁ। ତମେ କନସିୟସ ଅଛ ସେ ମାନେ ଗୋଟେ ରୋଷେଇ ପାଇଁ ତମେ କନସିୟସ ଅଛ କି ଲୁଗା ସଫା କରିବା ପାଇଁ। ତମେ ସେଇ ରିଲେଟେଡ ଯେତେବେଳେ ତମକୁ ପଚରା ହଉଛି ତମେ କଣ କରୁଛ ନା ଆୱାର ଅଛ ସାଙ୍ଗେ ସାଙ୍ଗେ ଆନ୍ସର ଦେଇ ପାରୁଛ। ଯେତେବେଳେ ସବକନସିୟସ ରେ ଥାଏ କିଛି ଜିନିଷ ଯୋଉଟା କି ଆମେ କଣ କରିଥାନ୍ତି ନା ହଉଛି ଏପଟରେ କିଛି ଗୋଟେ କରୁଛନ୍ତି ନା ସେପଟରେ କିନ୍ତୁ ଆମେ କିଛି ଗୋଟେ ଶୁଣି ପାରନ୍ତି ହେଲା ମାଇଣ୍ଡ ଟା ସେପଟରେ ଧ୍ୟାନରେ ଥାଏ। କି ବହୁତ ସାରା ଜିନିଷ ଯୋଉଟା କି ଆମେ ଆଗରୁ ଏ ସବୁ ଜିନିଷ କରିଛନ୍ତି ଯୋଉଟା କି ତମେ ସାଙ୍ଗେ ସାଙ୍ଗେ ଏବେ କଣ କରିବ ନା ମୁଁ ଏବେ ରୋଷେଇ କରୁଛି ରୋଷେଇ କରୁ କରୁ ତମେ ମତେ ଆସିକି ପଚାରିବ କି ମାମା ଆଉ ତମେ ଯୋଉ ସ୍କୁଲ ରେ ପାଠ ପଢୁଥିଲ ତମ ଇଂଲିଶ ଟିଚରଙ୍କ ନାଁ କଣ ଥିଲା? ତମେ ମତେ ଆସି ପଚାରିଦବ। ତମେ ରୋଷେଇ ରିଲେଟେଡ ପଚାରିଲେ ସେ କଣ କନସିୟସ ଅଛନ୍ତି ରୋଷେଇ ପାଇଁ ସେ ରୋଷେଇ କଥା ସାଙ୍ଗେ ସାଙ୍ଗେ ତମକୁ କହିଦେବେ କି ହଁ ଏଇ ରୋଷେଇଟା ମୁଁ ଏଇଟା କରୁଛି କି କଣ କରୁଛି ବୋଲି। ତମେ ଯଦି ଇଂଲିଶ ଟିଚର କଥା ଆସି ପଚାରିବ ସେ କଣ ଇଂଲିଶ ଟିଚରଙ୍କ ନାଁ ଜାଣିନାହାନ୍ତି ଜାଣିଛନ୍ତି। କିନ୍ତୁ ସେ କଣ ରିକଲ କରିବେ। ରିକଲ ଯଦି ଆମେ କରୁଛନ୍ତି ଦେନ ଆମକୁ କଣ ନା ମନେ ପଡିଯିବ ଯଦି ଟ୍ରାଏ କରିବା ରିକଲ କରିବା ପାଇଁ ଦେନ ଆମକୁ ବୁଝିପାର ମନେ ପଡିଯିବ ଆମେ ଆୱାରକୁ ପଳେଇ ଆସିବା କି ହଁ ହଁ ଇଏ ତାଙ୍କ ନାଁ ଏଇଟା ଥିଲା ବୋଲି। ଅନକନସିଅସ ମାନେ ହଉଛି କଣ ନୋଟ ଆୱାର। କିଛି ବି ମେଣ୍ଟାଲ ପ୍ରୋସେସରେ ଆମେ ଆୱାର ହିଁ ନାହାନ୍ତି ହେଲା। ଆଉ ଏ ସବୁବେଳେ ଗ୍ରେଟ ଷ୍ଟ୍ରେସ୍ ପକାଏ ଆମକୁ ଆମେ ପୁରା ପୁରା ବହୁତ ଷ୍ଟ୍ରେସ୍ ନେଇକି ଆମେ ଭାବନ୍ତି କି କଣ ହେଇଥିଲା ଏଇଟା କଣ ହେଇଥିଲା ମାଇଣ୍ଡ ଉପରେ ବହୁତ ହି ଷ୍ଟ୍ରେସ୍ ପକେଇଥାଏ। ଅନକନସିଅସ ଟା ଯୋଉଟା କି ଆମେ ଟୋଟାଲି ମନେ ହିଁ ପ୍ରାୟ ମାନେ ରୁହେ ନାହିଁ ମାନେ ରହେ ନାହିଁ। ଆଉ ଗୋଟେ ସେଥିରେ ଯୋଉ ଆମେ କହିଲି କି ଏଠାରେ ଡିଜାୟାର ଯାଉଛି କୌଣସି ପ୍ରକାର ଆମର ରାଗ ଯାଉଛି ଏ ସବୁ କଥା ଯୋଉ କହିଲି ଏଇଟା ଦେଖ ତମେ କଣ ଜାଣିଛ କି ହଉଛି ମୋ ରାଗ ଟା ଏବେ ଆସିବ ବୋଲି ତମେ ଜାଣିନାହ ଏଇଟା ଅନକନସିଅସରେ ତମେ ସଡନ ଆସିଲା। ଯେମିତି କି ଗୋଟେ ଛୁଆ ଟିକେ ଭୋକ ଲାଗିଲା ସେ କଣ ଜାଣିଥିଲା କି ମତେ ଏବେ ଭୋକ ଲାଗିବ ମୁଁ କାନ୍ଦିବି ବୋଲି।
से जान नथिला सडन सेटा आस्तिला कोनस प्रकार इच्छा हे गला कोनस प्रकार राग हे गला ए सब भी अनकॉन्शियस रे जीव आ सबकॉन्शियस कहला माने हम जदी रिकॉल करबा मन पड़िबो कॉन्शियस कहला माने हम अवेयर अछंती हम मेंटल प्रोसेस ऊपर एबे कोन चले छी बुझिला आज्ञा मैम एबे आसला थ्योरी ऑफ इमोशनल डेवलपमेंट जोटा के गोल्डस्टेन ओके तांको थ्योरी कोन अछि देखिबा लिखिछन्ति गोल्डस्टेन इज एन ऑथर एंड साइंस जर्नलिस्ट तो गोल्डस्टेन जने हमर कोन थिले ऑथर सहित हमर कोन ना साइंस जर्नलिस्ट मध्ये से थिले से ह्यूमन बिहेवियर इमोशंस आ थिंकिंग प्रोसेस ऊपर बहुत ही गंभीर भाबरे डीपली से कोन करथिले अनुसंधान करथिले बा लिखिथिले हैला गोल्डस्टोन जे कि हमर के थिले इमोशनल डेवलपमेंट करथिले इमोशनल डेवलपमेंट रो जनक थिले एटा मन रखिबो तो तांको जो कोन थ्योरी थिला सेटा होची बेसिकली कोन कहा पर फोकस थिला ना इमोशनल डेवलपमेंट ऊपर बा इमोशनल इंटेलिजेंस ऊपर ही से बेस करके तांकर थ्योरीटा बनैथिले हैला तो सेतरे लिखिचंती कि इमोशनल इंटेलिजेंस इज द एबिलिटी टू डील विथ वन्स एज वेल एज अदर्स इमोशंस तो कोन ना इमोशनल इंटेलिजेंस माने होची कोन ना निजो इमोशंस को बुझिबा कंट्रोल करिबा आ अन्य मानक इमोशन सहित डील करिबार क्षमता हैला निज इमोशन को हमें बुझुचंती हमें मो मन रे कोन चलछि मो निज इमोशन को बुझुछि ताको कंट्रोल भी करि परिबि जदि केउडा हसिला मु कोन करबे ना सेई कांदटा से कांदुथिबि सेमते नुह मु कंट्रोल करिबार क्षमता मध्य मो पाखरे अछि कि मु कंट्रोल कर देबि कि हां किछ नै बोली तापर कोन ना इमोशन अन्य मानकर इमोशन सहित भी मु डील करि परिबि कि अन्य सी एमिति भाबुछि त मते एई टाइम रे ताको एमिति कहिबार नाही से एमती भाबुछि तो ताकू मु एबे कोन करबे ना कोनसे प्रकार रो बुझेइबे किछि तो से सबु रो मध्य क्षमता है से इमोशनल इंटेलिजेंस ऊपर से बहुत सारा अनुधान करछंती से सब ऊपर तो तांकर थिला होछि हमर कोन ना इमोशनल डेवलपमेंट जे कि गोल्डस्टोन तबे लगी जंती इट अलाउज अस टू थिंक मोर क्रिएटिवली एंड आवर इमोशंस टू सॉल्व प्रॉब्लम तो से कौन कहला ना यही इमोशनल इंटेलिजेंस कौन करता है ना मनुष्य को अधिक क्रिएटिव भाव में चिंता करने को सहायता करता है हैला आमे कौन कौन केमिति केमिति भाबिबा केते केते ये रे भाबिबा डीप को केते जिबा आउ एमिति हेई पारे कि सेमिति हेई पारे कि हम सब बड़े क्रिएटिव चिंताधारा करथांती इमोशनल इंटेलिजेंस हिसाब रे इमोशनल इंटेलिजेंस ही मनुष्य को बहुत अधिक क्रिएटिव भावना ऊपर अधिक माने कोन चिंता करबा को हेल्प करे हैला तो गोल्डस्टोन मन करथिले कोन ना इमोशंस केवल फीलिंग्स नुहे खाली इमोशंस माने जे फीलिंग्स सेटा नुह बरं कोन ना प्रॉब्लम सॉल्विंग रे गोटे बड़ो इंपोर्टेंट रोल हमर रखि थाए कि से ना होची इमोशंस हैला इमोशन होची खाली फीलिंग्स नुह से भाबिथिले कोन ना प्रॉब्लम सॉल्विंग रे गोटे बड़ो इंपोर्टेंट रोल रखि थाए कि से ना हमर इमोशंस हैला प्रॉब्लम सॉल्विंग रे से बहुत बड़ो इंपोर्टेंट रोल प्ले करे he believes that emotional intelligence is needed for life and it develop an individual तो कौन कहूची ना गोल्डस्टोन दृढ़ भाव में विश्वास करथले जे कि इमोशनल इंटेलिजेंस लाइफ पई बहुत ही आवश्यक हैला बहुत ही आवश्यक हमर होजे कोन इमोशनल इंटेलिजेंस तो केवल एकेडमिक नॉलेज खाली जे हबो ताहा नुहे एकेडमिक नॉलेज ऊपर नुह इमोशनली मैच्योरिटी मनुष्य को गोटे बैलेंस्ड आ सक्सेसफुल इंडिविजुअल भाव में ही गढ़ी तोड़े हैला खाली जे हमें एकेडमिक नॉलेज ऊपर करबा कि हां इमोशनल इंटेलिजेंस ए हमें एटा मन रखि देबा सेटा मन रखि देबा ताहा नुहे हमर इमोशनल मैच्योरिटी मनुष्य को गोटे गोटे बैलेंस और सक्सेसफुल इंडिविजुअल भाव में गढ़ी उठाए हैला तांका मतरे एटा थिला तापर देछि की फैक्टर ऑफ इमोशनल इंटेलिजेंस की फैक्टर सब कोन देछि देखिबा फर्स्ट की फैक्टर रे देला कि नोइंग वन्स इमोशन जेटा कि सेल्फ अवेयरनेस बोले कहा गोटे फर्स्ट की फैक्टर इमोशनल इंटेलिजेंस रो कोन ना होछि नोइंग वन्स इमोशन जोटा कि सेल्फ अवेयरनेस बोले कहा होछि सेतरे कोन अछि लिखिछि कि इट इज द एबिलिटी टू रिकॉग्नाइज एंड अंडरस्टैंड पर्सनल फीलिंग्स एंड इमोशनल ड्राइव सेल्फ अवेयरनेस इंक्लूड द सेंस ऑफ ह्यूमर हैला कोन दला देखिबा से कहउचंती कि सेल्फ अवेयरनेस इमोशनल इंटेलिजेंस रो सबुठारु प्रथम आ गुरुत्वपूर्ण फैक्टर गोटे
ହେଲା। ସେଲ୍ଫ ଆୱାରନେସ୍ ଆମର କଣ ନା ଇମୋସନାଲ ଇଣ୍ଟେଲିଜେନ୍ସ ସବୁଠାରୁ ଗୋଟେ କଣ ବଡ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର। ତ ସେଲ୍ଫ ଆୱାରନେସ୍ ମାନେ ହଉଛି କଣ ନିଜ ପର୍ସନାଲ ଫିଲିଙ୍ଗସ୍ ଆଉ ଇମୋସନ ଡ୍ରାଇଭ କୁ କେମିତି ରେକଗ୍ନାଇଜ କରିବା ଭଲ ଭାବରେ କେମିତି ବୁଝିବାର କ୍ଷମତାକୁ ବଢେଇବା ହେଲା। ନିଜେ କେମିତି ଆୱାର ରହିବା, ସେଲ୍ଫ ଆୱାରନେସ୍ କୁ କେମିତି ଆମେ କଣ କରିବା ନା ହଉଛି ଅଧିକ ଗୁରୁତ୍ୱ ଦବା, ଇମୋସନାଲ କଣ ନା ହଉଛି ଡ୍ରାଇଭ କୁ କେମିତି ରେକଗ୍ନାଇଜ କରିବା, ସେ ସବୁର କ୍ଷମତା ଆମର ଦେଇଥାଏ। ମଣିଷ ନିଜେ କଣ ଫିଲ୍ କରୁଛି, ମୁଁ ଏଇଟା କାହିଁକି ଫିଲ୍ କଲି ହେଲା, ମୁଁ ଏଇଟା ଫିଲ୍ କରୁଛି ଯଦି ମୁଁ ଏଇଟା କାହିଁକି ଫିଲ୍ କଲି, ସେ ଇମୋସନ କିପରି ତାଙ୍କ ବିହେଭିୟରକୁ ଇନଫ୍ଲୁଏନ୍ସ କରୁଛି, ଏ ସବୁ ହଉଛି ସେଲ୍ଫ ଆୱାରନେସ୍ ହେଲା। ମୁଁ ଯଦି କିଛି ଗୋଟେ ଆଜି ଭାବୁଛି ତ ଏଇଟା ମୁଁ କାହିଁକି ଫିଲ୍ କଲି, ଯଦି ମୁଁ ଫିଲ୍ ଏଇଟା କରୁଛି ତ ଏଇଟା କାହିଁକି କରୁଛି ହେଲା, କଣ ଫିଲ୍ କରୁଛି ଆଉ କାହିଁକି ଫିଲ୍ କରୁଛି, ଆଉ ସେଇ ଫିଲିଙ୍ଗସ୍ ଟା ବା ସେଇ ଇମୋସନ କିପରି ମୋ ବିହେଭିୟରକୁ ଇନଫ୍ଲୁଏନ୍ସ କରୁଛି। ମୁଁ ଏଇଟା ଫିଲ୍ କରୁଛି ବୋଲି ମୁଁ ରାଗିଗଲି, ମୁଁ ଫିଲ୍ କରୁଛି ବୋଲି ସେ ସାଙ୍ଗଟା ମତେ ପଚାରୁନି, ମୁଁ କଣ କରୁଛି ନା ଗୋଟେ ରାଗିକି ତା ସହିତ କଥା ହଉଛି ହେଲା। ତ ଏ ବିହେଭିୟରକୁ ଇନଫ୍ଲୁଏନ୍ସ କରୁଛି, ଆଉ ସେଇ ସେଲ୍ଫ ଆୱାରନେସ୍ ଆଉ ଏଇଟା ହିଁ ଗୋଟେ ହଉଛି କଣ ନା ସେଲ୍ଫ ଆୱାରନେସ୍ ର ଗୋଟେ ପାର୍ଟ ବୋଲି ଆମେ କହିପାରିବା। ତାପରେ ଲେଖିଛି ଇଟ୍ ଇଜ ଇମ୍ପୋର୍ଟାଣ୍ଟ ଟୁ ସେ ଏବଲ୍ ଟୁ ସେ ଆଇ ଏମ୍ ଫିଲିଂ ଜେଲସ୍ ଇଭେନ୍ ଥ୍ରୋ ଇଟ୍ ମେ ବି ଅନକମ୍ଫର୍ଟେବଲ୍ ଟୁ ଆଡମିଟ୍ ଇଟ୍। ତ କଣ କହୁଛି ନା କହିଲା ଯେପରିକି ଆମେ କଣ କରିଥାନ୍ତି ଭାବନ୍ତି କି କଣ ନା ହଉଛି ଆଇ ଏମ୍ ଫିଲିଂ ଜେଲସ୍, ଏଇଟା କହିବାଟା ଇଜି ନୁହେଁ। ଆମେ ଯଦି ଜଣଙ୍କ ଉପରେ ଜେଲସ୍ କରୁଛନ୍ତି ଆମେ କଣ ସଡନ୍ ତାକୁ କହିଦବା କି ହଁ ହଁ ମୁଁ ତୋ ଉପରେ ଜେଲସ୍ କରୁଛି, ମୁଁ ସେଥିପାଇଁ ଏମିତି ରାଗୁଛି। କାହିଁକି ନା ଜେଲସିଟା ଆମର ଆଡମିଟ କରିବା ଗୋଟେ ଅନକମ୍ଫର୍ଟେବଲ ଆମକୁ ଲାଗେ ହେଲା। ଆମେ ସେଲ୍ଫ ଆୱାରନେସ୍ ଆମେ ଏଟା ବୁଝିଲେ କି ଆମେ ଫିଲ୍ କରୁଛନ୍ତି କଣ ଜେଲସି ଫିଲ୍ କରୁଛନ୍ତି, କାହିଁକି ଫିଲ୍ କରୁଛନ୍ତି, କାହିଁକି ନା ସେ ଏଇଭଳିଆ ଟାଇପ ର କାମ କରୁଛି ମୁଁ ସେଥିପାଇଁ ଫିଲ୍ କଲି ହେଲା। କାହିଁକି ଫିଲ୍ କରୁଛି ତାର ଆନ୍ସର ଟା ମୁଁ ଜାଣିଗଲି, କିନ୍ତୁ ମୋର ଯୋଉ ବିହେଭିୟର ଚେଞ୍ଜ ହଉଛି ବା ସେ ବିହେଭିୟରକୁ ମୁଁ କେତେବେଳେ ଇନଫ୍ଲୁଏନ୍ସ କରୁଛି ତ କଣ କରୁଛି, ମୁଁ କଣ ତାକୁ ଡାଇରେକ୍ଟଲି କହିପାରୁଛି କି, କହିପାରୁନି। ମୋ ବିହେଭିୟର ମାଧ୍ୟମରେ କେମିତି କଣ ତା ପାଖରେ ପହଞ୍ଚି ପାରୁ କି ମୋ ବିହେଭିୟର ସେଟା ଚେଞ୍ଜ ଆସିଥାଉ ହେଲା। ତ ମୁଁ ସବୁବେଳେ ଏଇଟା କଣ କରୁଛି ନା ଯେତେବେଳେ ଜଣେ ଗୋଟେ ବ୍ୟକ୍ତି ବା ଗୋଟେ ଲୋକଟି ନିଜେ ଏହି ଫିଲିଙ୍ଗକୁ ଚିହ୍ନି ପାରେ କି ହଁ ମୋ ଭିତରେ ଜେଲସି ଅଛି, ମୁଁ ଜେଲସି କରୁଛି, ଏଥିପାଇଁ କରୁଛି, ଆଉ କରିବା ଦ୍ୱାରା ମୋ ବିହେଭିୟରରେ ଏମିତିଆ ଚେଞ୍ଜେସ୍ ଆସୁଛି, ତ ହଉଛି ଚିହ୍ନିପାରେ। ଯେତେବେଳେ ଗୋଟେ ଫିଲିଙ୍ଗସକୁ ସେ ଗୋଟେ ପିଲାଟେ ଚିହ୍ନିପାରେ, କୌଣସି ପ୍ରକାରର ଆକ୍ସେପ୍ଟ ବି କରେ କି ହଁ ମୁଁ ଏଇଟା ଫିଲ୍ କରୁଛି, ସେତେବେଳେ ସେ କଣ ନା ସେଲ୍ଫ ଆୱାର ହୁଏ ବୋଲି ଆମେ କହିପାରିବା। ବୁଝିପାରିଲ? ସେ କି ଫ୍ୟାକ୍ଟର ଇମୋସନାଲ ଇଣ୍ଟେଲିଜେନ୍ସ ର ପ୍ରଥମ ହେଲା ନୋଇଂ ୱାନ୍ସ ଇମୋସନ, ଜଣଙ୍କର ଇମୋସନକୁ ଭାବିବା ବା ନିଜେ ନିଜ ପ୍ରତି ଆୱାରନେସ୍ ହବା, ଏଇଟା ହଉଥିଲା ତାଙ୍କର ପ୍ରଥମ ଇମୋସନାଲ ଇଣ୍ଟେଲିଜେନ୍ସ ର ଗୋଟେ ପାର୍ଟ। ସେଥିରେ ଆମେ କଣ କରୁଛନ୍ତି, ଆମେ ଯାହା ଫିଲ୍ କରୁଛନ୍ତି, କାହିଁକି ଫିଲ୍ କଲେ, କଣ ପାଇଁ ଫିଲ୍ କଲେ, କଣ ଫିଲ୍ କଲେ ହେଲା, ଆଉ ସେଇ ଫିଲିଙ୍ଗସ୍ ଦ୍ୱାରା ଆମ ବିହେଭିୟରକୁ କେମିତି ସେ ଇନଫ୍ଲୁଏନ୍ସ କଲା, ସେଇଟାକୁ ଜାଣିବା ହିଁ ସେଲ୍ଫ ଆୱାରନେସ୍। ଆଉ ଆମେ ସେଲ୍ଫ ଆୱାରନେସ୍ କଲା ପରେ ଯଦି ଆଉ କାହାର ବି ଫିଲିଙ୍ଗସକୁ ଆମେ ଜାଣିପାରୁଛନ୍ତି, ସେଟା ମଧ୍ୟ ଆମେ କହିପାରିବା କି ନୋଇଂ ୱାନ୍ସ ଇମୋସନ ହେଲା। ତ ଫର୍ଷ୍ଟ ଇଏରେ ଆମେ ଏଇଟା ବୁଝିଲେ ହେଲା। ତାପରେ ସେ କହିଛି ମ୍ୟାନେଜିଂ ଇମୋସନ୍ସ। ମ୍ୟାନେଜିଂ ଇମୋସନ୍ସ କଣ ନା ଏଥିରେ ଲେଖିଲା ଇଫ୍ वी have accepted what we are feeling even the uncomfortable emotion can be handleable ହେଲା। handleable କଣ କହିଛି ନା ସେ କହିଛି କି ହଉଛି ଯଦି ହେଲା ଯଦି ଆମେ କଣ ନା ମ୍ୟାନେଜିଂ ଇମୋସନ ମାନେ ହଉଛି ଆମର କଣ, ମ୍ୟାନେଜିଂ ଇମୋସନ ମାନେ ଯଦି ଆମେ ଦେଖିବା ତାମାନେ କଣ ନା ଯେତେବେଳେ ଆମେ ନିଜ ଇମୋସନକୁ ଆକ୍ସେପ୍ଟ କରୁଛୁ ହେଲା, ଆମେ ଯାହା ଫିଲ୍ କରୁଛୁ, ଆମେ ଯାହା ଇମୋସନ ଅଛି ତାକୁ ଆମେ ଆକ୍ସେପ୍ଟ କରୁଛୁ, ସେତେବେଳେ ସେହି ଅନକମ୍ଫର୍ଟେବଲ ଇମୋସନକୁ ମଧ୍ୟ ଠିକ ଭାବରେ ହ୍ୟାଣ୍ଡେଲ କରିପାରିଥାନ୍ତେ। କଣ ନା ହଉଛି ଇମୋସନକୁ କେମିତି ମ୍ୟାନେଜ କରିବା ହେଲା। ଇମୋସନ କୁ କଣ ନା ସପ୍ରେସ କରିବା, ଲୁଚେଇ ଦେବା, ସେଟା ନୁହଁ। ବରଂ କଣ ନା ଇମୋସନ ଉପରେ କଣ୍ଟ୍ରୋଲ ରଖିବା କି ଆମର ଏଇଟା ଇମୋସନ, ଆମର ଏଇଟା ଅଛି, ଫିଲିଙ୍ଗସ୍ ଏଇଟା ଅଛି, ଆମେ ଯେ କଣ କରିବା ନା ହଉଛି ତାକୁ କଣ କରିବା ନା ହଉଛି କୌଣସି ପ୍ରକାର ଗୋଟେ କଣ୍ଟ୍ରୋଲ କରିଦବା କି ହଁ ମତେ ୟା ପ୍ରତି ଜେଲସି ଅଛି,
କିନ୍ତୁ ଜେଲସି ଥିଲେ ମଧ୍ୟ ମୁଁ ତାକୁ କଣ କରୁଛି ନା କଣ୍ଟ୍ରୋଲ କରୁଛି, କଣ୍ଟ୍ରୋଲ କରିକି ତା ପାଖରେ ପହଞ୍ଚେଇ ଦେବା ପାଇଁ ମାନେ ପହଞ୍ଚଉ ନାହିଁ, ମୁଁ ହ୍ୟାଣ୍ଡେଲ କରୁଛି, ଏଟା ହ୍ୟାଣ୍ଡେବଲ ହେଲା। ଇମୋସନ ଟା ଆମେ କଣ ନା ଯଦି ଆମର ଅନକମ୍ଫର୍ଟେବଲ ଲାଗୁଛି, वी हैव एक्सेप्टेड व्हाट वी आर फीलिंग, ଯଦି ଆମେ ଜାଣିଛନ୍ତି ଆମେ କଣ ଫିଲ୍ କରୁଛନ୍ତି, ଇଭେନ୍ ଦ ଅନକମ୍ଫର୍ଟେବଲ ଇମୋସନ କ୍ୟାନ୍ ବି ହ୍ୟାଣ୍ଡେଲେବଲ ହେଲା। ଯଦି ବି ଏଟା ଅନକମ୍ଫର୍ଟେବଲ କିଛି ଅଛି କହି ପାରୁନାହାନ୍ତି ତାଙ୍କ ପାଖରେ, ଅନକମ୍ଫର୍ଟେବଲ ଫିଲ୍ କରୁଛନ୍ତି, ତାକୁ ଆମେ କଣ କରିବା ନା ହ୍ୟାଣ୍ଡେଲ ବି ଆମେ କରିପାରିବା ହେଲା। ହ୍ୟାଣ୍ଡେଲ ଆମେ କରିପାରୁଛନ୍ତି, କୌଣସି ପ୍ରକାରର କଣ ତାକୁ ଜଣେଇବାକୁ ଦଉନାହାନ୍ତି। ଲେଖିଛି the ability to manage with anger by not beating or scolding others। ରାଗ ଆସିବା ହଉଛି କଣ ନା ନ୍ୟାଚୁରାଲ ହେଲା, ରାଗ ଆସିଲେ ଏଟା ହଉଛି ନ୍ୟାଚୁରାଲ, କିନ୍ତୁ ଇମୋସନାଲ ଇଣ୍ଟେଲିଜେନ୍ସ ଥିବା ଲୋକ ଆଙ୍ଗର ଆସିଲେ ଅନ୍ୟମାନଙ୍କୁ ଯାଇକି ଯଦି ମାରିବା ଗାଳି କରିବା ସେଟା କରେନି, ସେଟା କଣ କରେ, ସେ ତାକୁ କାମଲି ହ୍ୟାଣ୍ଡେଲ କରେ, ହଉ ଛାଡ ସେ ଏମିତି ଏମିତି କଲା, ଯେ ଛାଡ ମୁଁ ତା ସହିତ ଭଲସେ ଆଉ ନହେଲେ ମିଶିବିନି, ତା ପାଇଁ ଯୋଉଥିପାଇଁ ସେ ଏମିତି କଲା ସେ ସବୁ ମାନେ ତାକୁ ଆଉ ପ୍ରୋତ୍ସାହନ କରିବେନି ସେ ସବୁ ଆଉ କରିପାରିବ ବୋଲି, ତ ସେ ସେଠି ପଜ କରିଦିଏ ହେଲା, କିଛିଟା ଜିନିଷ ପଜ କରିଥାଏ, ସିଚୁଏସନକୁ ବୁଝିଥାଏ ଆଉ କାମ ଭାବରେ ହିଁ ରିଆକ୍ଟ କରିଥାଏ। ଏହାକୁ କଣ କହନ୍ତି ଆମେ ନା ଆଙ୍ଗର ମ୍ୟାନେଜମେଣ୍ଟ କୁହନ୍ତି ବା ମ୍ୟାନେଜିଂ ଇମୋସନ୍ସ ବୋଲି ଆମେ କହିପାରିବା। ଆମେ ଏଥିରେ କଣ କଲେ ନା ପ୍ରଥମେ ଯୋଉ ଦେଲା କି ହଉଛି ଆମେ ଇମୋସନକୁ ବୁଝିଲେ ହେଲା, ନୋଇଂ ୱାନ୍ସ ଇମୋସନ, ଜଣଙ୍କ ଇମୋସନକୁ ଆମେ ବୁଝିଲେ ବା ନିଜର ଇମୋସନକୁ ଆମେ ବୁଝିଲେ, କଣ ଆମେ ଫିଲ୍ କରୁଛନ୍ତି, ଆମ ଇମୋସନ ଟା କଣ ଅଛି, ଫିଲିଙ୍ଗସ ଟା କଣ ଅଛି, ଆମେ କାହିଁକି ଫିଲ୍ କଲେ, ସେ ସବୁ ଜିନିଷ ଆମେ ବୁଝିଲେ ଜାଣିଲେ। କିନ୍ତୁ ତାପରେ ତାହେଲେ ଦେଇଛି ମ୍ୟାନେଜିଂ ଇମୋସନ, ଆମ ଇମୋସନ, ଆମେ ସିନା ରାଗିଛନ୍ତି, ବହୁତ ସାରା ପିଲା ଅଛନ୍ତି ରାଗୁଛନ୍ତି ମାନେ କିଛି ବି ଚିଲେଇ ଦେବେ, କିଛି ବି ଗାଳି କରିଦେବେ, ମାରିବେ, ତ ବହୁତ ସାରା ଜିନିଷ ଅଛି, କିନ୍ତୁ ଆମେ ସେଠି କଣ କରିବା, ରାଗ ତ ଆମର ହଉଛି ନ୍ୟାଚୁରାଲ ଜିନିଷ, ରାଗ ତ ଆସିବ, କିନ୍ତୁ ତାପରେ ଆମେ କଣ କରିବା ନା ହଉଛି ମନକୁ ବୁଝେଇବା, ସେ ମନକୁ ବୁଝେଇବା ହିଁ ଗୋଟେ ହଉଛି କଣ ନା ଇମୋସନାଲ ଡେଭଲପମେଣ୍ଟ ଆମର, କି ଆମେ ଆମ ମନକୁ ବୁଝେଇ ପାରୁଛନ୍ତି, ଆମ ମନକୁ ଆମେ ମ୍ୟାନେଜ କରିପାରୁଛନ୍ତି। ଯଦି ରାଗ ଆସୁଛି ତାହେଲେ ଆମେ କଣ କରୁଛନ୍ତି, ପଜ କରୁଛନ୍ତି, ସେଠି ସିଚୁଏସନକୁ ବୁଝୁଛନ୍ତି, କାମଲି ହ୍ୟାଣ୍ଡେଲ କରୁଛନ୍ତି। ଏସବୁ କେମିତି ହଉଛି, ଆମର ଇମୋସନ ଡେଭଲପମେଣ୍ଟ ହଉଛି ବୋଲି। ଯିଏ ଗୋଟେ ପାଗଳଟେ ଆସିବ ତାକୁ ରାଗ ଲାଗିଲା ସେ କଣ ଗୋଟେ ଗପି ଦେଇକି ପଳେଇବ, ଗୋଟେ ମୂର୍ଖଟେ ଆସିଲା ସେ ଗୋଟେ ତାକୁ ରାଗ ଲାଗିଲା ସେ ବାଡେଇ ବୁଡେଇ ଦେଇକି ପଳେଇବ, ସେ କଣ କରୁଛି ନା ମ୍ୟାନେଜ କରିପାରୁନି ତାର ଇମୋସନକୁ ହେଲା, ତା ଆଙ୍ଗରକୁ ସେ ମ୍ୟାନେଜ କରିପାରୁନି, ତା ମାନେ କଣ ତାର ଇମୋସନାଲ ଡେଭଲପମେଣ୍ଟ ଭଲ ଭାବରେ ହଉନି। ତ ଏଟା ସେକେଣ୍ଡ ଫେଜ ରେ କଣ ଇମୋସନାଲ ଡେଭଲପମେଣ୍ଟ ଭଲ ଭାବରେ ହଉଛି, ଯାହା ଫଳରେ କି ସେ କଣ କରୁଛି ନା ମ୍ୟାନେଜ କରିପାରୁଛି ତାର ଇମୋସନକୁ ହେଲା। ତାପରେ ଦେଲା ଆମର ମୋଟିଭେଟିଂ ୱାନ୍ ସେଲ୍ଫ ଇଣ୍ଟରନାଲ ମୋଟିଭେସନ, ଏଟା ବୁଝିପାରିଲ ସେକେଣ୍ଡ ଟା, ସେକେଣ୍ଡ ଟା ବୁଝିପାରିଲ ଟି? Yes, ma'am. Yes, ma'am. ତାପରେ କହିଲା କି ହଉଛି motivating oneself by internal motivation, emotions motivate us and also dispower and ଗୋଟେ ସେକେଣ୍ଡ ହେଲା, କଣ କହିଛି ନା ହଉଛି ଇମୋସନ ମୋଟିଭେଟ ଅସ୍ ଆଣ୍ଡ ଅଲସୋ dispower us if they are too strong and we allow them to overwhelm us to motivate positively feelings of enthusiasm ହେଲା, zeal and confident are necessary। ତ ସେ କଣ କହିଛି ନା ହଉଛି ଆମେ ଯଦି ପଜିଟିଭ ମୋଟିଭେସନ ପାଇଁ ହେଲା କୌଣସି ପ୍ରକାର କନଫିଡେନ୍ସ ମାନେ ଦେଖେଇବା, ଯେମିତି କହନ୍ତି କଣ ଆମେ ଗୋଟେ ପଜିଟିଭ ମୋଟିଭେସନ ତାକୁ ଦବା ପାଇଁ ଚାହୁଁଛନ୍ତି, ଯଦି କୌଣସି ପ୍ରକାର କନଫିଡେଣ୍ଟ ହିଁ ତମ ପାଖରେ ନାହିଁ ହେଲା, ଏନ୍ଥୁସିଆଜମ ବି ହିଁ ନାହିଁ, ଯୋଉଟା କି ସେ ଏନ୍ଥୁସିଆଜମ ହଉଛି କନଫିଡେନ୍ସ ଯୋଉଟା କି ବିଲ୍ଡ କରିବାକୁ ବୁଝାଏ ହେଲା, ଯଦି ସେଟା ନାହିଁ ତାହେଲେ ଆମେ କଣ କୌଣସି ପ୍ରକାର ପଜିଟିଭ ମୋଟିଭେସନ ଆମେ ଦେଇପାରିବାନି କାହାକୁ। ତ ସେଥିପାଇଁ ପଜିଟିଭ ମୋଟିଭେସନ ପାଇଁ କନଫିଡେଣ୍ଟ ବହୁତ ହି ଆବଶ୍ୟକ। ଯେତେବେଳେ ଜଣେ ବ୍ୟକ୍ତି ଆମର ଇମୋସନକୁ ପଜିଟିଭ ଡିରେକ୍ସନରେ ୟୁଜ କରେ, ସେ ସହଜରେ ନିଜ ଗୋଲ ପାଇଁ ମୋଟିଭେଟେଡ ରହିପାରିବ ହେଲା। ଯଦି ଗୋଟେ ଜୀବନରେ କିଛି ଆଚିଭ କରିବାକୁ ଚାହୁଁଛେ, ତେବେ ସେ କଣ ତାର ଇମୋସନାଲି କୌଣସି ପ୍ରକାର ଗୋଟେ କଣ୍ଟ୍ରୋଲ କରିବା ପ୍ରଥମେ ଶିଖିବ ହେଲା। ମୁଁ ଯଦି ଚାହିଁବି କି ମୋ ଦେହ ସବୁବେଳେ ସୁସ୍ଥ ରହୁ ବୋଲି, ମୁଁ ଯଦି କୌଣସି ପ୍ରକାର ଚାହୁଁଛି କି ହଁ ଏଇ ଜିନିଷଟା ମୁଁ କରିବି, ମୁଁ ଯାଇକି ବାହାରେ ବୁଲିବି, ବାହାର ଜିନିଷ ଖାଇବି, ଇଏ କରିବି, ତ ସେଇ ଜିନିଷଟା ଆଗେ ମତେ କଣ୍ଟ୍ରୋଲ କରିବାର ଅଛି, ତାପରେ ଯାଇକି ମୋ ଦେହ କଥା ମୁଁ ଚିନ୍ତା କରିବି। ତ ସେଥିପାଇଁ
से कहला कौन ना होची आमर इमोशंस जोड़ा अच्छी सेटा होची कौन ताको स्ट्रॉन्ग करिया ପାଇଁ पड़िबो मोटिवेटिंग वनसेल्फ अर्थात होची कौन ना इंटरनल मोटिवेशन इमोशनल इंटेलिजेंस ए सब होची गुरुत्वपूर्ण फैक्टर गोटे गोटे आमर मोटिवेशन पाई इमोशंस को आमको कौन हम ना मोटिवेट करि पारे आमको करि परिबा दरकार से इमोशन जदि अत्यधिक हेजिबो इमोशन टा आमको मोटिवेट करे जदि इमोशन टा ही अत्यधिक हेजिबो सेटा कौन ना अत्यधिक हेजिबो आमे कौन ना कंट्रोल बेले बेले करि पारुना हैला करि पारनी तो सेतिबई सेतबेले कौन ना होछि आमको वीक न होइकी स्ट्रांगली सेटाको कौन ना मेंटेन करिवार अछि जदि कोनोसी प्रकार आमे इमोशनल अछंते हैला बहुत ही इमोशनल अछंते आमे बेले बेले कोन करथांते ना हाँ इमोशन थाए आम भितरे आमे सेही हिसाब रे कौन मोटिवेट मध्य हुअंती कि हाँ मते ए जिनसटा एमती करला तो मु कौन करिबि ना होछि या परठु आ मु से काम करिबि नै मु भलो काम करिबि जहा फल रे कि मु आगु को जांगे किछि करि पारिबि एटा गोटे आमको मोटिवेट कला किंतु बहुत परिमाण रे जतले अत्यधिक इमोशन आमे हेई पड़ंती इमोशनल हेई जानती सेतेबेले कौन आमे स्ट्रांग हवा बदल रे कौन हेई थांती ना आमे वीक हेई थांती होला वीक काम को कर दे थाए सेटा तो से आम कौन ना पॉजिटिव मोटिवेशन पाई सब बेले कौन कॉन्फिडेंट हवा आवश्यक आमको कॉन्फिडेंट हेले ही आमे कौन करि परिबा ना इमोशन को गोटे पॉजिटिव डायरेक्शन रे यूज करि परिबा सहज रे निज गोल पाई आमे मोटिवेटेड रही परिबा तो सेते आमको कौन करिया ପାଇଁ पड़िबो जते बेले हमर को इमोशनली आमे केते बेले जतले कोन आमे जतले इमोशनली कोन को अनस्टेबल आमे हे जाउछंती सेते बेले आमे कौन करबा दरकार ना होची आम इमोशन को कंट्रोल करबा दरकार आमे वीक न हे कि स्ट्रांग हबा दरकार जहा फल रे कि आमे आगु कौन करि परिबा ना पॉजिटिव डायरेक्शन रे जाई परिबा मोटिवेटेड हेई परिबा तापर लेखिला example de it one want to get what he wants in life the has to be develop emotional control जदि कहीं जीवन रे किछि अचीव करबा को चाहूछि से कोन ना तबे से इमोशनल कंट्रोल डेवलप करबा दरकार तो इमोशनल कंट्रोल प्रथमटा कहिला तो सेति पई मैनेजिंग इमोशन जो कहिला आमे इमोशन को कोन करिया दरकार ना होछि कंट्रोल करबा दरकार आमे मैनेज करबा दरकार जहा फल रे आमे मोटिवेट हेई परिबा हमर इंटरनल मोटिवेशन को डेवलपमेंट करि परिबा तो सेति प्रथमे आमे इमोशन को डेवलप करबा दरकार इमोशन को मैनेज करबा आवश्यक हैला इमोशन को कंट्रोल करबा आवश्यक बुझला तापर देला कोन 4 नंबर रे रिकॉग्नाइजिंग इमोशंस ऑफ अदर एम्पैथी हैला रिकॉग्नाइजिंग इमोशंस ऑफ अदर एम्पैथी एते दिला कि as one beings to recognize emotions in oneself and realize other own emotions she will be able to sense other emotions तो कौन कहला लिखिछि एम्पैथी माने होछि कोन ना अन्य मानको इमोशन को बुझिबा आ फील करिबार क्षमता जे रखे ताको एम्पैथी बोली हमें कहउचंते तो जते पड़े जने व्यक्ति प्रथमे निज इमोशन को चिन्हि पारे निज इमोशन को से बुझी पारे सेते पड़े से धीरे धीरे कोन करथाय ना अन्य मानको इमोशन को मध्य सेंस करि परिबो बा बुझी परिबो जानि परिबो तो सेति में से 4 रे कोन दैछि ना रिकॉग्नाइजिंग इमोशंस ऑफ अदर एम्पैथी हैला अन्य मानको इमोशन को बुझिबार क्षमता जेटा कुहा जाउछि सेटा तो प्रथमे हमें कोन देखिले प्रथम होछि आमे निजे कोन फील करछन्ते सेटा को बुझिबा ताको जानिबा सेकेंड रे कोन करले ना सेटा केते बेले हमें फीलिंग्स ता जानि परछन्ते सेते बेले हमें त कोन करबा ना मैनेज करबा हैला मैनेज करबा केमिते हमें कोन जदी रागुछन्ती माड़ापिटी करबानी ताको केमिते कामली हैंडल करबा 3 रे कोन कहला मोटिवेटिंग वन सेल्फ जदी हमें कोनोसी प्रकार रो कोन करछन्ते ना गोटे पिलाटी किछि मु धर इमोशनल अछि बहुत सारा माने भितर मु पूरा भांगी पड़ी छ त मु कोन करबी निजे निजे को बुझाइबी मोटिवेट करबी तो मोटिवेटिंग वन सेल्फ इंटरनल मोटिवेशन मो निज मन को मु बुझेबी बुझेकी स्ट्रांग करेबी जहा फल रे कि मु कोन वीक न होई कि आगु को पॉजिटिव डायरेक्शन रे जिबी एटा होचे थर्ड रे 4 कहला रिकॉग्नाइजिंग इमोशंस ऑफ अदर एम्पैथी अन्य मानकर इमोशन को मु बुझिबी केतेले बुझिबी जदी मु मो इमोशन को बुझी पारिबी भलो बाबरे मु जदी मु मो इमोशन को भलो बाबरे कंट्रोल करि पारिबी देन मु अन्य लोक मानकर मध्य इमोशन को बुझी पारिबी एटा हला 4 रे 5 रे गला हैंडलिंग रिलेशनशिप जोटा कि सोशल स्किल रे जाउछि
ଏଥିରେ ଲେଖିଲା କ'ଣ ନା ଇଟ୍ ଇଜ ଦ ସ୍କିଲ୍ ଅଫ୍ ହ୍ୟାଣ୍ଡଲିଂ ରିଲେସନସିପ୍ ବାଇ ମ୍ୟାନେଜିଂ ଅଦର ଇମୋସନ୍ସ। ତାପରେ ଦେଇଛି ଦିସ୍ ଇନକ୍ଲୁଡ୍ ଇଫେକ୍ଟିଭନେସ୍ ଇନ୍ লিডিং চেঞ্জ আন্ড লিডিং টিম। ତ କ'ଣ ଦେଲା ନା ଲେଖିଛି କି କ'ଣ ହ୍ୟାଣ୍ଡଲିଂ ରିଲେସନସିପକୁ ଆମେ କ'ଣ କରିଥାନ୍ତେ ନା ସୋସିଆଲ ସ୍କିଲ୍ ବୋଲି କୁହନ୍ତି ହେଲା। ସୋସିଆଲ ସ୍କିଲ୍ ଆମର କେତେ ଅଛି, ତାର କେତେ ଅଛି ଏମିତି ଆମେ କୁହନ୍ତି। ତ ଏହାର ଅର୍ଥ ହଉଛି କ'ଣ ନା ଅନ୍ୟମାନଙ୍କ ଇମୋସନକୁ ବୁଝିବା, ମ୍ୟାନେଜ କରିବା, ତାଙ୍କ ଇମୋସନକୁ ବୁଝିକି ମ୍ୟାନେଜ କରିକି ସେମାନଙ୍କ ସହିତ କେମିତି ହେଲ୍ଦି ରିଲେସନସିପ୍ ଗଢ଼ିବାର କ୍ଷମତା ରଖିବା। ତ ସୋସିଆଲ ସ୍କିଲ୍ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ଫିଲିଙ୍ଗସକୁ କ'ଣ କରନ୍ତି, ସବୁବେଳେ ରେସ୍ପେକ୍ଟ କରିକି କଥା କୁହନ୍ତି ହେଲା। କନଫ୍ଲିକ୍ଟକୁ ପିସଫୁଲି ସଲ୍ଭ କରନ୍ତି। ଯେମିତି ଗୋଟେ ପିଲାଟେ ଯଦି ଗଣ୍ଡଗୋଳ କରିବା ପାଇଁ ଚାହୁଁଛି, ଆମେ ତାକୁ କ'ଣ କରିବା ନା ହେଉଛି ଭଲ ଭାବରେ ବୁଝେଇବା, ଯେମିତି କୌଣସି ପ୍ରକାର କନଫ୍ଲିକ୍ଟ ନ ହଉ, ପିସଫୁଲି ଭାବରେ କେମିତି ସଲ୍ଭ ହେଇଯାଉ, ସେଇ ସବୁ ଜିନିଷ ଆମେ ରଖନ୍ତି ମାଇଣ୍ଡରେ। ତାପରେ କ'ଣ ନା ଯୋଉ ବ୍ୟକ୍ତି ସୋସିଆଲ ସ୍କିଲରେ ଷ୍ଟ୍ରଙ୍ଗ ଥାନ୍ତି, ସେ ଟିମ୍ ମଧ୍ୟରେ ଆମେ କୋଅପରେସନ କ୍ରିଏଟ କରନ୍ତି ହେଲା। ଲୋକମାନଙ୍କୁ ମୋଟିଭେଟ କରନ୍ତି, ଚେଞ୍ଜକୁ ସବୁବେଳେ ଆକ୍ସେପ୍ଟ କରନ୍ତି ଯେମିତିକି ସଫଳ ହବ ବୋଲି। ତ ଆମେ ସେଠି କୌଣସି ପ୍ରକାର କନଫ୍ଲିକ୍ଟ ନ କରିକି ଯଦି ଆମେ ହ୍ୟାଣ୍ଡେଲ କରିବା ଗୋଟେ ରିଲେସନସିପକୁ, ସୋସିଆଲ ସ୍କିଲକୁ, ସେଟାକୁ ହିଁ ଆମେ କହିପାରିବା କ'ଣ, ହଁ ଏଟା ଇମୋସନାଲି ଏଟା ଗୋଟେ ଡେଭଲପମେଣ୍ଟ ହେଲା। ଆମେ ଯୋଉଟା କି ହ୍ୟାଣ୍ଡେଲ କରିପାରୁଛନ୍ତି ଗୋଟେ ରିଲେସନସିପରେ। ଜଣେ ଯଦି ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ହେଲା, ଗୋଟେ ସ୍ୱାମୀଟେ ଚିଲେଇଲା ବହୁତ ଜୋରରେ ଗୋଟେ ସ୍ତ୍ରୀ ଉପରକୁ, ତା ସ୍ତ୍ରୀ ସେଠି କ'ଣ କରିବ ନା ଇମୋସନାଲି କଣ୍ଟ୍ରୋଲ କରିବ ହେଲା, ମ୍ୟାନେଜ କରିବ ନିଜକୁ। ଏଇଠି ଆମର ରହିଲା 3 ନମ୍ବର ଷ୍ଟେଜରେ ମୋଟିଭେଟିଂ, 4 ନମ୍ବରରେ 2 ନମ୍ବରରେ ମ୍ୟାନେଜ କରିବ ତାର ଇମୋସନକୁ ହେଲା। ମ୍ୟାନେଜ କରିକି କ'ଣ କରିବ, ମୋଟିଭେଟ କରିବ ନିଜ ଭିତରେ, ବୁଝେଇବ, ନିଜକୁ ବୁଝେଇବ କି ହଁ ମତେ ଏବେ ରାଗିବା ଠିକ ନୁହେଁ। ରେକଗ୍ନାଇଜିଂ ଇମୋସନ ଅଫ୍ ଅଦର ଇମ୍ପାଥି, ନିଜେ ବୁଝି ସାରିଲା ପରେ ନିଜ ଇମୋସନକୁ କଣ୍ଟ୍ରୋଲ କଲା ପରେ ତାପରେ ସିଏ ବୁଝିବ ନିଜେ କି ମୋ ସାମ୍ନା ବାଲା ବହୁତ ରାଗିଛି ବା ଏମିତି ଟାଇପର, ସିଏ କ'ଣ ନା ହେଉଛି ରିଏଲାଇଜ କରିବ କି ହଁ ସିଏ ବହୁତ ଜୋର ରାଗିଛି, ମତେ ତାକୁ ବୁଝେଇବାର ଅଛି। 5 ଷ୍ଟେଜରେ କ'ଣ କରିବ, ହ୍ୟାଣ୍ଡେଲ କରିବ ସେ ରିଲେସନସିପକୁ ହେଲା। କେମିତି ମତେ ବୁଝେଇବାର ଅଛି, କେମିତି ଭଲ ଭାବରେ ଇଫେକ୍ଟିଭ ୱେରେ ତାକୁ ବୁଝେଇକି ହ୍ୟାଣ୍ଡେଲ କରିବାର ଅଛି ରିଲେସନସିପକୁ। ଏଇଟା ଥିଲା ଆମର 5 ଷ୍ଟେଜରେ ହେଲା। ତ ୟା ଦ୍ୱାରା କ'ଣ ହୋଇଥାଏ ନା ଆମର ଇମୋସନାଲ ଡେଭଲପମେଣ୍ଟ ହେଇଥାଏ। ଓକେ।